ପିଲାମାନେ ମୁଁ ଆଜି ଯେଉଁ ଯେତିକି ସବୁ କୋଶ୍ଚେନ୍ କହିଲି ଏଇ ଭିଡ଼ିଓରେ ତୁମେ ସମସ୍ତେ ଦେଖିବ। ଆଉ ଏଇ କୋଶ୍ଚେନ୍ ଗୁଡ଼ା ସବୁ ପଡ଼ିଛି ପରୀକ୍ଷାରେ 1 ମାର୍କିଆ 2 ମାର୍କିଆ 3 ମାର୍କିଆ 8 ମାର୍କିଆ ଯେଉଁ ସିଲେକ୍ସନ୍ କୋଶ୍ଚେନ୍ ଦେଇଛି ସେଇଟା ନିଶ୍ଚିତ ଭାବରେ ପଡ଼ିଛି। ଆଉ ହେଉଛି ମୁଁ ଜଣେ ପଲିଟିକାଲ୍ ସାଇନ୍ସ ଟିଚର, ଯେହେତୁ 3-4 ବର୍ଷ ହେଲା ପଢ଼େଇଲିଣି ପିଲାମାନଙ୍କୁ, ମୁଁ ମାନେ କୋଶ୍ଚେନ୍ର ଗୁରୁତ୍ୱକୁ ଅନୁଭବ କରିକି ସିଲେକ୍ସନ୍ ଦେଇଛି। ଏଇଟା ପଡ଼ିବ, ସମସ୍ତେ ଦେଖିବ। ଆଉ ତୁମର ଯେଉଁ ସାଙ୍ଗମାନେ ଅଛନ୍ତି ତାକୁ ସେୟାର କରିବ, କହିବ ସବସ୍କ୍ରାଇବ୍ କରିବା ପାଇଁ। ଆଉ ପରୀକ୍ଷା ସରି ସାରିଲା ପରେ ମୋତେ କହିବ କେତେଟା କୋଶ୍ଚେନ୍ ପଡ଼ିଲା ନା ପଡ଼ିଲାନି, ମୁଁ ମିଛ କହିଛି କି ସତ କହିଛି ପରୀକ୍ଷାରେ ହିଁ ତୁମେ ଜାଣିପାରିବ। ଏଇଟାକୁ ସମସ୍ତଙ୍କୁ ସେୟାର କରିକି ମୋର ସବସ୍କ୍ରାଇବ୍ କରିବ। ପ୍ଲିଜ୍ ସବସ୍କ୍ରାଇବ୍, କମେଣ୍ଟ ଆଣ୍ଡ ସେୟାର ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ମୋ ୟୁଟ୍ୟୁବ୍ ଚ୍ୟାନେଲର ନାଁ ହେଲା ନୀଳମଣି ରାଉଳ। ଦେଖ ଏଇଟାରେ ୟୁନିଟ୍ 5ଟା ୟୁନିଟ୍ ଅଛି। ଏଇଟା ଲେଖିଲା ପ୍ରଥମ ଏକକ, ଦ୍ୱିତୀୟ ଏକକ, ତୃତୀୟ ଏକକ, ଆଉ ହେଉଛି ଚତୁର୍ଥ ଏକକ, ପଞ୍ଚମ ଏକକ। 5ଟା ୟୁନିଟ୍କୁ 100 ମାର୍କ। 100 ମାର୍କରୁ ତୁମର 20 ମାର୍କର ପରୀକ୍ଷା ଯାଇସାରିଛି, ଆଉ ଅଛି 80। ତେଣୁକରି ଏଇ ୟୁନିଟ୍ଟାକୁ ଛାଡ଼ିଦେବ। ଫାଷ୍ଟ କଥା ହେଲା ଏଇ ୟୁନିଟ୍ଟାକୁ ଛାଡ଼ିଦେବ, ବୁଝିପାରିଲ। ଆଉ ରହିଲା 4ଟା ୟୁନିଟ୍ରୁ 80 ମାର୍କ ପଡ଼ିବ, ବୁଝିପାରିଲ ନା। 4ଟା ୟୁନିଟ୍ରୁ 80 ମାର୍କ ପଡ଼ିଲେ ଆମେ ଫାଷ୍ଟ ଯିବା 81 ନମ୍ବର ପେଜ୍ 106କୁ। 81 ନମ୍ବର ପେଜ୍ 106 ଗଲେ ଆଗେ ସର୍ଟ କୋଶ୍ଚେନ୍ କହିଦେଉଛି ହେଲା। ଏଇଗୁଡ଼ାକ କାଲି ନିଶ୍ଚିନ୍ତ ପଡ଼ିବ। ମୁଁ ଯେଉଁଟା କହିବି ଏଠି ରାଇଟ୍ ମାରିଦେବି, ତୁମେ ଏଇ ରାତି ଭିତରେ ଶିଖିଦେବ, ବୁଝିପାରିଲ ନା। ତୁମେ ଜାଣିଥିବ ହେଉଛି ଯେଉଁଟା ଇମ୍ପୋର୍ଟାଣ୍ଟ କହିବି ସେଇଟା ପରୀକ୍ଷାରେ କାଲି ପଡ଼ିବ, ଡାଇରେକ୍ଟ ପରୀକ୍ଷାରେ ପଡ଼ିବ। ସେ କାଲି ପଚାରିବ ସମ୍ବିଧାନର କେଉଁ ଧାରା ବଳରେ ରାଜ୍ୟସଭା ସର୍ବଭାରତୀୟ ସେବା ସୃଷ୍ଟି ପାଇଁ ସୁପାରିଶ କରିପାରିବ। ତୁମକୁ ମନେ ରଖିବାକୁ ଧାରା 312। ଏଇଟା ଇମ୍ପୋର୍ଟାଣ୍ଟ ଅଛି, କାଲି ପଡ଼ିବ 1 ମାର୍କିଆ ହେଲା। ଆଉ ଗୋଟେ ହେଉଛି ତୁମେ ତ ଜାଣିଥିବ ହେଉଛି ଆମର ଯେଉଁ 3ଟା ତାଲିକା ଅଛି, ରାଜ୍ୟ ତାଲିକା, କେନ୍ଦ୍ର ତାଲିକା, ଯୁଗ୍ମ ତାଲିକା। ସେଇଟା ପଡ଼ିବ। କେନ୍ଦ୍ର ତାଲିକା କେତେଟା ଅଛି, ଯୁଗ୍ମ ତାଲିକା କେତେଟା ଅଛି, ରାଜ୍ୟ ତାଲିକା କେତେଟା ଅଛି, ଆଉ କେତେଟା ଥିଲା ସେତିକି ମନେ ରଖିବ। ଯେମିତି ହେଉଛି ଯେଉଁ କ'ଣ କହନି ଥିଲା କେତେଟା 97ଟା ହେଲା 99ଟା, ମାନେ ସେଇଟା ସବୁ ମନେ ରଖିବ, ବୁଝିପାରିଲ ନା। ଚେଞ୍ଜ ହେଇଛି, ବୁଝିପାରିଲ, ସେଇଟା ମନେ ରଖିବ। ଏଇଟାକୁ ଦେଇ ଦେଉଛି ଗାର, ଏଇଠୁ ଖୋଜିକି ତୁମର ଦାୟିତ୍ୱ ହେଲା ଏଇ କୋଶ୍ଚେନ୍ଟା କାଲି ନିଶ୍ଚିତ ପଡ଼ିବ, ମନେ ରଖିବ। ରାଜ୍ୟ ତାଲିକା କେତେଟା ଥିଲା, କେତେଟା ଅଛି, କେନ୍ଦ୍ର ତାଲିକା କେତେଟା ଥିଲା, କେତେଟା ଅଛି, ଯୁଗ୍ମ ତାଲିକା ଥିଲା କେତେଟା ଅଛି, କହିଥିଲି ପଢ଼େଇଲା ବେଳେ ହେଲା। ଆଉ ତାପରେ ନେକ୍ସଟ କୋଶ୍ଚେନ୍ ଏଇଟା ପଡ଼ିବ, ଏଇଟା କାଲି ପରୀକ୍ଷାରେ ପଡ଼ିବ। ପଚାରିବ ସମ୍ବିଧାନ ଭାରତକୁ କିପରି ବର୍ଣ୍ଣନା କରିଅଛି। ଭାରତ ହେଉଛି ରାଜ୍ୟମାନଙ୍କର ସଂଘ। ଉତ୍ତରଟା ଖାଲି ମନେ ରଖ ତୁ ପବିତ୍ର। ତାପରେ ମନେ ରଖିବୁ ଯେଉଁ এইটা মনে রাখবু, এইটা ভেরি ভেরি ইম্পর্টাଣ୍ଟ ଅଛି। କିଏ ଭାରତକୁ ଏକ ଅର୍ଦ୍ଧ ରାଷ୍ଟ୍ରସଂଘ ବୋଲି ନାମିତ କରିଥିଲେ, କିଏ କରିଥିଲେ, କେସି ହୁଏର। ଏଇଟା ପଡ଼ିବ। ତାପରେ ତୁମେ ଜାଣିଥିବ ଯେଉଁ କ'ଣ କହିଲ ଦିଟା ସମ୍ବିଧାନ, ମାନେ କେନ୍ଦ୍ର ପାଇଁ ଗୋଟେ ସମ୍ବିଧାନ, ରାଜ୍ୟ ପାଇଁ ଗୋଟେ ସମ୍ବିଧାନ। କେଉଁ ଦେଶରେ ଅଛି, ଭାରତରେ ନାହିଁ। ସମ୍ବିଧାନ ଆମର ଭାରତରେ ଗୋଟେ, କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକା, ବୁଝିପାରିଲ ନା। ଭାରତରେ ସମ୍ବିଧାନ ଗୋଟେ, ବୁଝିପାରୁଛ ନା, କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାରେ ରାଜ୍ୟ ପାଇଁ ଗୋଟେ, ଦେଶ ପାଇଁ ଗୋଟେ, ଦିଟା, ବୁଝିପାରିଲ ନା। ଯୁକ୍ତରାଷ୍ଟ୍ର ଆମେରିକା ଉତ୍ତର ହେବ, ଯୁକ୍ତରାଷ୍ଟ୍ର ଆମେରିକା ମନେ ରଖିଦେବ। ତାପରେ ମନେ ରଖିବ ହେଉଛି କେଉଁଟା, ଏଇଟା ତ ଆସିବ ତୁମକୁ କେତେ ବର୍ଷରେ ଥରେ ଅର୍ଥ ଆୟୋଗ ନିଯୁକ୍ତି ହୁଏ, 5 ବର୍ଷ। କିଏ ଅର୍ଥ ଆୟୋଗକୁ ନିଯୁକ୍ତି କରେ, ରାଷ୍ଟ୍ରପତି। ଏଇଟା ବି ମନେ ରଖିବ, ବୁଝିହେଲା। ତାପରେ କ'ଣ ହେବ, ଏଇଟା ତ ତୁମକୁ ସହଜ, ଏଇଟା ପଡ଼ିବନି କାଲି। କେତେଟା ରାଜ୍ୟ ଆଉ କେତେଟା କେନ୍ଦ୍ରଶାସିତ ଅଞ୍ଚଳ ଅଛି ଏଇଟା ପଡ଼ିବନି, ବୁଝିହେଲା। ତାପରେ ସେ ପଚାରୁଛି ଏଇଟା ପଡ଼ିବ କାଲି, ମାନେ ଭାରତର ମହାହିସାବ ରକ୍ଷକ, ମହାସମୀକ୍ଷକ କାହା ଦ୍ୱାରା ନିଯୁକ୍ତ ହୁଅନ୍ତି, ରାଷ୍ଟ୍ରପତିଙ୍କ ଦ୍ୱାରା ହେଲା। ଅପସନ ତୁମେ ଏଇଟା ଏକାଥରେ ମନେ ରଖିଲ, କାଲି ସିଧା ରାଇଟ୍ ମାରିବ ସେ 1 ନମ୍ବରିଆ ଗୁଡ଼ାକୁ, ବୁଝିପାରିଲ ନା। ତାପରେ ଏଇଟା ପଡ଼ିବ ନୀତି ଆୟୋଗ କେବେଠାରୁ ସୃଷ୍ଟି ହେଲା, 2015, ବୁଝିପାରିଲ ନା। ନୀତି ଆୟୋଗ ତା ପୂର୍ବକୁ ଥିଲା ହେଉଛି ଯେଉଁ କ'ଣ ତ ପ୍ଲାନିଂ କମିଟି, ହଁ, ମାନେ ଡେଭଲପମେଣ୍ଟ ପ୍ଲାନିଂ କମିଟି ଥିଲା, ସେଇଟା ଚେଞ୍ଜ ହେଇଗଲା ନୀତି ଆୟୋଗ। ପଢ଼ିଲା ବେଳେ କହିଥିଲି ଏଇଟା 2015ରେ ସୃଷ୍ଟି ହେଇଛି। ତାପରେ କ'ଣ ପଡ଼ିବ, ମୁଁ ଯେଉଁଟା ପଡ଼ିବ କହିଦେଉଛି ହେଲା। କିଏ ଜରୁରୀ ପରିସ୍ଥିତିରେ କିଏ ଆଇନ ପ୍ରଣୟନ କରେ, ସଂସଦ ଆଇନ ପ୍ରଣୟନ କରେ, ବୁଝିପାରିଲ ନା। ଯେଉଁଟା ବିନ୍ଦୁ ଦେଇଛି ସେଇଟା ଇଏ କରିଦେବ, ବୁଝିହେଲା ନା। ଏଇଟା ନିଶ୍ଚିନ୍ତ ପଡ଼ିବ, ଏଇଟା ଇମ୍ପୋର୍ଟାଣ୍ଟ ଅଛି।
କୋଉ ଧାରାଟା ସମ୍ବିଧାନକୁ ସଂଶୋଧନ करे 368 ଧାରା ଏଇଟା ଖାଲି ପଢିବ ଲେଖିବ ହେଲା। ଆଉ IPS IAS ଭଳି ସର୍ବଭାରତୀୟ ସେବାକୁ କିଏ ନିୟନ୍ତ୍ରଣ କରେ? କେନ୍ଦ୍ର ସରକାର। ବୁଝିପାରିଲ ନା? ସେଟା ହଉଛି 312 ଧାରା ଅଛି, ଯୋଉ କହୁଥିଲି ନା ଏଇନା ସାଙ୍ଗେ ସାଙ୍ଗେ କହିଥିଲି 312 ଧାରାରେ ଅଛି। ବୁଝିପାରିଲ? ତାପରେ ପଢିବ ଏଇଟା ଇମ୍ପୋର୍ଟାଣ୍ଟ ଅଛି। ସମ୍ବିଧାନର 352 ଧାରା ଅନ୍ତର୍ଗତ ତଥା ଯୁଦ୍ଧ ଓ ବହିର ଆକ୍ରମଣ ଯୋଗୁଁ ଜାତୀୟ ଜରୁରୀ ପରିସ୍ଥିତି ସମୟରେ କେଉଁ ଧାରା ସ୍ୱତଃ ନିଲମ୍ବିତ ହେଇଯାଏ? ଧାରା 19। ବୁଝିପାରିଲ ନା? କେତେ ଗୁଡାଏ ଧାରା ବହୁତ ଇମ୍ପୋର୍ଟାଣ୍ଟ ଅଛି, ଯେମିତିକି 352, 356, 360, ଧାରା 19, ଧାରା 20, ଧାରା 21, ଆଉ ଯୋଉ କଣ କହନି ଧାରା 32। ଏଇଟା ମୁଁ ପଢେଇଲା ବେଳେ କହିଥିଲି ଏଇ ଧାରା ଗୁଡା ଇମ୍ପୋର୍ଟାଣ୍ଟ ଅଛି, ତୁମେ ମନେ ପକେଇକି କରିବ। ବୁଝିହେଲା? ତାପରେ କଣ ହେଲା ଏଇଠି ଦେଖ, ତୁମେ ତ ଏଇ ସାଙ୍ଗେ ସାଙ୍ଗେ କହିଥିନି ଏଇଟା ଡ୍ୟାସ୍ ପୂରଣରେ ପଡୁ କି 1 ମାର୍କିଆ ପଡୁ କି 2 ମାର୍କିଆ ପଡୁ। କିଏ କହିଥିଲେ ଭାରତ ଏକ ଅର୍ଦ୍ଧ ରାଷ୍ଟ୍ର ସଂଘ ବୋଲି? କେସି ହୁଏରେ। ବୁଝିହେଲା? ଏଇଟା ତ ନିଶ୍ଚିନ୍ତ ପଡିବ। ଏଇ ସାଙ୍ଗେ ସାଙ୍ଗେ କହିଥିନି କେନ୍ଦ୍ର ତାଲିକା 97ଟା ଥିଲା 99 ହେଇଛି, ରାଜ୍ୟ ତାଲିକା 66ଟା ଥିଲା 61ଟା ହେଇଛି, ଯୁଗ୍ମ ତାଲିକା 47ଟା ଥିଲା 52ଟା ହେଇଛି। ତୁମେ ଦେଖିବ ପରୀକ୍ଷାରେ କ୍ୱେଶ୍ଚନରେ ଦେଖିବ କଣ କହନି ସେ କଣ ପଚାରିଛି, ଥିଲାଟା ପଚାରିଛି ନା ଏବେ ଅଛି ପଚାରିଛି, ଜାଣିପାରିବନି କି କ୍ୱେଶ୍ଚନ ଦେଖିକି। ମାନେ ବର୍ତ୍ତମାନ କେତେଟା ଅଛି ଯଦି ପଚାରିବ, ବର୍ତ୍ତମାନ ଲଗେଇଥିବ ଏବେ ଲଗେଇଥିବ, ତାହେଲେ ତୁମେ 52, 61, 99। ଯଦି ପଚାରିବ କେତେଟା ଥିଲା କେନ୍ଦ୍ର ମାନେ ମୂଳ ସମ୍ବିଧାନରେ କେତେଟା ରହିଛି, ମୂଳ ସମ୍ବିଧାନ ମାନେ ଯେତେବେଳେ ଷ୍ଟାର୍ଟ ହେଲା ସମ୍ବିଧାନ, ବୁଝିପାରୁଛ ନା? ସେତେବେଳେ 97, 66, 47 ଏତିକି ମନେ ରଖିବ। ଖାଲି ଏଇଟା ଇମ୍ପୋର୍ଟାଣ୍ଟ, ନିଶ୍ଚିତ ପଡିବ। ବାରମ୍ବାର କହୁଛି, ମୁଁ ଯୋଉଟା କହୁଛି ଖାଲି ନିଶ୍ଚିନ୍ତ ପଡିବ। ବୁଝିପାରିଲ? ତାପରେ ହଉଛି ଏଇନା ତ ସାଙ୍ଗେ ସାଙ୍ଗେ କହିଥିଲି 5 ବର୍ଷରେ ଥରେ ଅର୍ଥ ଆୟୋଗ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି। ତାପରେ କଣ ପଡିବ କହୁଛି, ତାପରେ ଏଇଟା ତୁମକୁ ଆସିବ। ଏଇନା କହିଥିଲି 360 ଧାରା, 262 ଧାରା ଏଇଟା ପଡିବ। 262 ଧାରାରେ କଣ ଅଛି? ଆନ୍ତଃରାଜ୍ୟ ଜଳ ବଣ୍ଟନ ଓ ନିୟନ୍ତ୍ରଣ, ମାନେ ଏଇ ଯୋଉ ରାଜ୍ୟ ଦେଇକି ଯୋଉ ନଦୀଟା ଯାଉଛି ସେ ପାଣିଟା କେମିତି ଭାଗ ଭାଗ କରାଯିବ ରାଜ୍ୟ ମାନଙ୍କ ଭିତରେ, ସେଟା କେତେ ଧାରାରେ ଅଛି? 262 ଧାରା। ବୁଝିପାରିଲ ନା? ଆର୍ଥିକ ଜରୁରୀକାଳୀନ ପରିସ୍ଥିତି 360 ପଡିବ। ବୁଝିହେଲା? ତାପରେ ଏଇଟା ପଡିବ ଜୁନ ବିଶ୍ୱ ପରିବେଶ ଦିବସ କେତେ? ଜୁନ 5। ବୁଝିହେଲା? ତାପରେ ଏଇଟା 312 ହଉଛି ସର୍ବଭାରତୀୟ ସେବା ଆର୍ଟିକିଲ 312। ବୁଝି ହଉଛି? ଏଇଟା ଯୋଉଟା ହଁ ଏଇଟା ବି ସାଙ୍ଗେ ସାଙ୍ଗେ ଜାତୀୟ ଜରୁରୀ ପରିସ୍ଥିତି ସମୟରେ 19 ଧାରାଟା ନିଲମ୍ବିତ ହେଇଯାଏ। ବୁଝିହେଲା? ଏଇଟାକୁ କାଲି ପଢିବ, ତୁମେ ଏଇଟାକୁ ଶିଖିଦବ ଯାହା ଯାହା କହୁଛି। ଭାରତର ସ୍ଥାନୀୟ ଶାସନଟା ବହୁତ 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 ଇମ୍ପୋର୍ଟାଣ୍ଟ, କାଲି ନିଶ୍ଚିନ୍ତ ପଡିଛି, ପୁରା ଥୁଆ ହେଇଛି, ଯିବ କ୍ୱେଶ୍ଚନ କରିବ। କଣ ପଡିବ ତୁମକୁ ପଢେଇଲା ବେଳେ କହିଦେଇଥିନି, ବାରମ୍ବାର କହିଥିଲି, ମନରେ ପକା। 2 ପ୍ରକାର ଅଛି, ଗୋଟେ ହଉଛି ସହରାଞ୍ଚଳ, ଗୋଟେ ହଉଛି ଗ୍ରାମାଞ୍ଚଳ। ହଉଛି କାଲି ପରୀକ୍ଷାରେ ପଡିବ। ମାନେ କଣ କହିଲ, କୋଉ ମସିହାରେ ପଞ୍ଚାୟତି ରାଜ ଭାରତରେ ଷ୍ଟାର୍ଟ ହେଇଥିଲା, କାର୍ଯ୍ୟକାରୀ ହେଇଥିଲା? 1959 ମସିହା ଅକ୍ଟୋବର 2 ତାରିଖ ରାଜସ୍ଥାନ ରାଜ୍ୟରେ ସୃଷ୍ଟି ହେଇଥିଲା। ବୁଝିପାରୁଛୁ ନା? ହଉଛି ଆଉ ଏଇଟା ବେଶୀ ଇମ୍ପୋର୍ଟାଣ୍ଟ ଅଛି। ଏଇଟା ଚେନ୍ନାଇଟା 1887, ଏଇଟା ଅପେକ୍ଷା ଏଇଟା କାଲି ବେଶୀ ଇମ୍ପୋର୍ଟାଣ୍ଟ ଅଛି, ପଡିବ ହେଲା। ଆଉ ପଚାରିବ 73ତମ, ଏଇଟା ପୁରା ଇମ୍ପୋର୍ଟାଣ୍ଟ ଅଛି ଏଇ ଧାଡିଟା ଟୋଟାଲି। ସେ ପଚାରିବ କୋଉ ମସିହାରେ କେଉଁ ସମ୍ବିଧାନ ସଂଶୋଧନରେ ପଞ୍ଚାୟତି ରାଜ ବ୍ୟବସ୍ଥା ହେଲା କି ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ହେଲା? ବୁଝିପାରିଲ ନା? 73ତମ ସମ୍ବିଧାନ ସଂଶୋଧନ ଆଇନ ଆଉ 1992 ମସିହାରେ। 74ରେ ହେଲା ସହରାଞ୍ଚଳଟା ବା ନଗର ଶାସନଟା। ବୁଝି ହଉଛି? 73ରେ ହେଲା ଗ୍ରାମ ପଞ୍ଚାୟତ ଗ୍ରାମ ଶାସନ, ଆଉ ହଉଛି ଯୋଉ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ, ଏଇଟା ପଡିବ। ବୁଝିହେଲା? ଆଉ ପଡିବ କାଲି ପରୀକ୍ଷାରେ ସେଟା କୋଉ ଭାଗରେ ଅଛି? ବୁଝିପାରୁଛ ନା? ଏଟା 9ମ ଭାଗରେ ଅଛି ଗ୍ରାମାଞ୍ଚଳଟା, ଆଉ 9ମ କରେ ଅଛି ସହରାଞ୍ଚଳଟା। ଏଇଟା ପଡିବ, ଏଇଟା ଇମ୍ପୋର୍ଟାଣ୍ଟ ଅଛି। ଆଉ ଯଦି ଏଟା ବି ଇମ୍ପୋର୍ଟାଣ୍ଟ ଅଛି, ଏଇ ଧାରଟା କଣ ଅଛି? ସେ ପଚାରିବ କୋଉ ଅନୁସୂଚୀରେ ଅଛି? 11 ଅନୁସୂଚୀରେ ଅଛି ଗ୍ରାମାଞ୍ଚଳ, ଆଉ ହଉଛି ଯୋଉ 12 ଅନୁସୂଚୀରେ ଅଛି ସହରାଞ୍ଚଳ। ଏଇଟାକୁ ମନେ ରଖିବ, ଯୋଉଟା ବିନ୍ଦୁ ଦଉଛି କାଲି ପରୀକ୍ଷାରେ ନିଶ୍ଚିନ୍ତ ପଡିବ। ବୁଝିପାରିଲ ନା? ଆଉ ଯଦି ପଡିଲା 2 ମାର୍କିଆ, କୋଉ ଧାରାରୁ କୋଉ ଧାରା ପର୍ଯ୍ୟନ୍ତ ଅଛି ଗ୍ରାମାଞ୍ଚଳ? 243ରୁ 243(9),
বা 243 243 ଓ ପର୍ଯ୍ୟନ୍ତ ଅଛି ଯେଉଁ କ'ଣ କହନ୍ତି ପଞ୍ଚାୟତି ରାଜ ଏଇ ଆର୍ଟିକିଲରେ ଅଛି। ସହରାଞ୍ଚଳଟା 243 ପି ରୁ 243 ଜେଡ୍ ଜି ବା ତରୁ 6 ଏଇଟା ଅଛି। ଏଇଟା ଟିକେ କଷ୍ଟ ଅଛି, ନ ପଡ଼ିପାରେ କିନ୍ତୁ ପଡ଼ିପାରିବାର ସମ୍ଭାବନା ଅଛି। କିନ୍ତୁ ଏଇଟା ଯେଉଁଟା କହୁଛି ଗ୍ୟାରେଣ୍ଟି ପଡ଼ିବ, ମୁଁ କହିଲା ବେଳେ କହିଦେଉଛି ଗ୍ୟାରେଣ୍ଟି ପଡ଼ିବ ଯେଉଁଟା, ସେଇଟା ତୁମେ ଦେଖିବ ଯାଇକି ଗ୍ୟାରେଣ୍ଟି ଖାଲି ପରୀକ୍ଷାରେ ପାଇବ। ଏଇଟା ଗ୍ୟାରେଣ୍ଟି, ଯୋଉଟା ଯୋଉଟା ଦେଇଛି ସେଟା ଗ୍ୟାରେଣ୍ଟି। ପଚାରିବ ପଞ୍ଚାୟତି ରାଜରେ କେତେଟା ବିଷୟ ବର୍ଣ୍ଣନା କରାଯାଇଛି? 29ଟି। ଆଉ 29ଟା, ଏଇଟା ହେଉଛି 18ଟା। ଏଇଟା ଇମ୍ପୋର୍ଟାଣ୍ଟ ଅଛି, ଏଇଟା ମନେ ରଖିବ। ଆଉ ଏଇଟା ତ ସହଜ ଅଛି, ଏଇଟା କିଛି ପଡ଼ିବନି। ତାପରେ ଏଇଟା ପଡ଼ିବ। ପଚାରିବ ଗ୍ରାମାଞ୍ଚଳ ଯେଉଁ ସଂସ୍ଥାଟାକୁ କେତେ ଭାଗରେ ବିଭକ୍ତ କରାଯାଇଛି ତୁମେ ଜାଣିଛ? ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ। ପଚାରିବ ସେ ଖାଲି ପଚାରିବ ଏଇ ଯେଉଁ ରାଜନୈତିକ ମୁଖ୍ୟ ଆଉ ଯେଉଁ ପ୍ରଶାସନିକ ମୁଖ୍ୟ, ବୁଝିପାରିଲ ନା? ଏଇଟା ଖାଲି ପଚାରିବ, ମନେ ରଖିଥା। ଗ୍ରାମ ପଞ୍ଚାୟତର ଯିଏ ହେଡ୍, ରାଜନୈତିକ ମୁଖ୍ୟ ଜାଣିଛ ନା? ଯିଏ ହେଉଛି ଯାହାକୁ ଭୋଟ ଦେଇକି ଜିତଉଛନ୍ତି, ସରପଞ୍ଚ। ଖାଲି ପଡ଼ିବ ଗ୍ରାମାଞ୍ଚଳର ରାଜନୈତିକ ମୁଖ୍ୟ କିଏ? ସରପଞ୍ଚ। ଆଉ ପଞ୍ଚାୟତ ସମିତିର ମୁଖ୍ୟ ଅଧ୍ୟକ୍ଷ ବା ଚେୟାରମ୍ୟାନ୍। ଜିଲ୍ଲା ପରିଷଦର ବି ସେଇ ଅଧ୍ୟକ୍ଷ ବା ଚେୟାରମ୍ୟାନ୍। ତମକୁ ଏଇଟା ମନେ ରଖିବାକୁ ପଡ଼ିବ, ବୁଝିହେଲା? କାଲି ପଡ଼ିବ ଗ୍ରାମ ପଞ୍ଚାୟତରେ କେତେଟାରୁ କେତେଟା ୱାର୍ଡ ଭିତରେ ଥିବ? ସର୍ବନିମ୍ନ କେତେଟା ୱାର୍ଡ, ସର୍ବାଧିକ ହେଉଛି କେତେଟା? ଏଇଟା ଇମ୍ପୋର୍ଟାଣ୍ଟ ଅଛି। ଏଇଟା କାଲି ନିଶ୍ଚିନ୍ତ ପଡ଼ିବ। 11ରୁ ଅଧିକ, 25ରୁ କମ। ସେ ପଚାରିଥିବ ପରୀକ୍ଷାରେ ପଚାରିବ ଗ୍ରାମ ପଞ୍ଚାୟତ ହେବା ପାଇଁ ସର୍ବନିମ୍ନ କେତେଟା ୱାର୍ଡ ଥିବା ଦରକାର? କେତେଟା? 11ଟା। 11ଟା ହେଉଛି ସର୍ବନିମ୍ନ। ହାଇଏଷ୍ଟ ବା ସର୍ବାଧିକ ହେଉଛି 25। ପଚାରିବ ସର୍ବନିମ୍ନ କେତେ, ସର୍ବାଧିକ କେତେ? ଏଇଟା ପଡ଼ିବ କାଲି। ଆଉ ଏଇଟା ବି ଇମ୍ପୋର୍ଟାଣ୍ଟ ଅଛି, କେତେ ଲୋକରୁ କେତେ ଲୋକ ଭିତରେ ଥିଲେ ସେଟାକୁ କୁହାହବ ଗ୍ରାମ ପଞ୍ଚାୟତ। ହଁ, ପଚାରିବ ସର୍ବନିମ୍ନ କେତେ ଲୋକ ହେଲେ ସେଟାକୁ ଗ୍ରାମ ପଞ୍ଚାୟତ କୁହାହବ ବା ଗ୍ରାମ ସଭା କୁହାହବ। 2000, 2000ରୁ 10000। ସର୍ବନିମ୍ନଟା 2000, ସର୍ବାଧିକଟା 10000। ଏଟା ହେଉଛି 20,000ରୁ 1.5 ଲକ୍ଷ। ଏଇଟା ପଚାରିବ। ଏଇଟା ଏଇ ଯୋଉଟା କହିନି ମନେ ରଖିଦେବ। ତାପରେ ହେଉଛି ଏଠି ଇମ୍ପୋର୍ଟାଣ୍ଟ ନାହିଁ, ବୁଝିହେଲା ନା? ମୁଁ ଡାଇରେକ୍ଟ ତାପରେ ପ୍ରଶ୍ନ ଏଇଟା ବି କାଲି ପଚାରିବ। ଏଠାରେ କ'ଣ ପଚାରିବ ନା ହେଉଛି ଯେଉଁ ସହରାଞ୍ଚଳଟା 3 ଭାଗରେ ବିଭକ୍ତ କରାଯାଇଛି, ବୁଝିପାରିଲ ନା? କେତେଟା ନଗର ନିଗମ ଅଛି? 5ଟା। ଭେରି ଗୁଡ୍। ଆଉ ମ୍ୟୁନିସିପାଲିଟି କେତେଟା ଅଛି? 48ଟା। ଆଉ ହେଉଛି ଏନ୍ଏସି କେତେଟା ଅଛି? 61ଟା। ପଚାରିବ କାଲି ପରୀକ୍ଷାରେ 5ଟା ନଗର ନିଗମ ଲେଖା ହେଇଥିବ ନା ଆଗକୁ, ପଢ଼ିଲା ବେଳେ କହିଦେଇଥିନି, ଲେଖିନୁ କି? ଏଇଠି ବା ଓଡ଼ିଶାରେ 48ଟା ନଗରପାଳିକା ବା ମ୍ୟୁନିସିପାଲିଟି, 61ଟା ଇଏ, ବୁଝିପାରୁଛ ନା? ଏଠି ସବୁ ଲେଖା ହେଇଛି, ତମକୁ ଅଣ୍ଡରଲାଇନ୍ କରିଦେଇଥିନି ବା। ପରୀକ୍ଷାରେ ପଚାରିବ କେତୁଟା, ଏଠି ସେମିତି ଅଛି। ଏଇଟାରେ ଗୋଟେ କ୍ୱେଶ୍ଚନ୍ ଅଛି, ଜାଣିଛୁ ନା କ'ଣ? ଏ ହେଉଛି କହୁଛି, এইটা ইম্পর্টাଣ୍ଟ ଅଛି। କେତେଟା ଗ୍ରାମ ପଞ୍ଚାୟତ? 6802ଟା ଗ୍ରାମ ପଞ୍ଚାୟତ, ବୁଝିହେଲା? ତାପରେ ଅଛି ଏଠି ପଞ୍ଚାୟତ ସମିତି ହେଉଛି 6802ଟା ପଞ୍ଚାୟତ ସମିତି। ଦୁଇଟା ସାରା ସେମ୍ ଅଛି, ମନେ ରହିଯିବ 6802। ଆଉ ଯେଉଁ କ'ଣ ତ ଜିଲ୍ଲା ପରିଷଦ କେତେଟା ଅଛି? ଜିଲ୍ଲା ପରିଷଦ ଅଛି କେତେଟା? ଜିଲ୍ଲା ପରିଷଦ କେତେଟା ଅଛି? କେତେଟା ଅଛି କିରେ ଜିଲ୍ଲା ପରିଷଦ? সেটা কেতে 854টা না କ'ଣ? ଏଠି ଥିବ, ଦେଖ କେଉଁଠି? ଏଇବା 854ଟା କୋଉଥୁନି ମନେ ରଖି, କାଲି ପରୀକ୍ଷାରେ ନିଶ୍ଚିନ୍ତ ପଡ଼ିବ। କେତେଟା ଜିଲ୍ଲା ଓଡ଼ିଶାରେ, କେତେଟା ଜିଲ୍ଲା ପରିଷଦ? 854, ସେଟା 6802, 6802 ସେଟା ସେମ୍ ଅଛି, ସେଟା ପଡ଼ିବନି। ଏ ଜିଲ୍ଲା ପରିଷଦ ଏଟା ସେଇଟା ମନେ ରଖିବ। ଆଉ ଏଟାରେ ସେମିତି ମନେ ରଖିବ ସହରାଞ୍ଚଳରେ କ'ଣ କେତେଟା କର୍ପୋରେସନ, କେତେଟା ମ୍ୟୁନିସିପାଲିଟି, କେତେଟା ଏନ୍ଏସି। କାଲି ପଡ଼ିବ ପରୀକ୍ଷାରେ, ଗ୍ୟାରେଣ୍ଟି ଦେଉଛି ହେଲା। ତାପରେ ହେଉଛି ପଡ଼ିବ ହେଉଛି କେତେ ଲୋକ ସଂଖ୍ୟା, କେତେ ଲକ୍ଷରୁ କେତେ ଲକ୍ଷ ଲୋକ ଥିଲେ କୁହାହବ ହେଉଛି ଯେଉଁ କ'ଣ କହିଲୁ, ହଁ, ନଗର ନିଗମ ବା ପୌରପାଳିକା ବା ବିଜ୍ଞାପିତ ଅଞ୍ଚଳ ପରିଷଦ, ବୁଝିପାରୁଛୁ ନା? ଏଇଟାକୁ ମନେ ରଖିବ, ପୁରା ଭେରି ଇମ୍ପୋର୍ଟାଣ୍ଟ। ତାପରେ ଏଟା ବି ଯଦି ପାରିବ ମନେ ରଖିଦେବ ଚଳିବ, ଏଟା ପଡ଼ିପାରେ ହେଲା। ଏଇ ଯେଉଁ କେତେଟା ଲେଖା ୱାର୍ଡ଼ ଅଛି
ସର୍ବନିମ୍ନ କେତେଟା ଆଉ ଏଇଟା ତ ନିଶ୍ଚିନ୍ତ ପଡ଼ିବ ଆଉ ଏଇଟା ନିଶ୍ଚିନ୍ତ ପଡ଼ିବ କ'ଣ କହନି ନଗର ନିଗମର ରାଜନୈତିକ ମୁଖ୍ୟ କିଏ ମେୟର ଆଉ ଏଇଟା ତ ଚେୟାରମ୍ୟାନ୍ ସେଟାର ବି ଚେୟାରମ୍ୟାନ୍ ସେଠି ଖାଲି ଗୋଟେ ସରପଞ୍ଚ ଅଛି ଏଠି ଅଛି ମେୟର ସେତିକି ମନେ ରଖିବାକୁ ପଡ଼ିବ ଖାଲି ନିଶ୍ଚିନ୍ତ ବୁଝିପାରିଲୁ ନା ତାପରେ ଗଲା ମନେ ରହିଲା এইଠୁ ତାପରେ କୋଶ୍ଚେନରେ କାଲି ପରୀକ୍ଷାରେ ପଡ଼ିବ କେଉଁ 2 ମାର୍କିଆ କେଉଁ ମସିହାରେ କେଉଁ ରାଜ୍ୟରେ ପଞ୍ଚାୟତି ରାଜ ବ୍ୟବସ୍ଥା ଆରମ୍ଭ ହେଇଥିଲା ଏଇନା କହିଥିନି ସାଙ୍ଗେ ସାଙ୍ଗେ ଏଇଟା ପଡ଼ିବ ତାପରେ ପଡ଼ିବ କ'ଣ କୋଉ ଧାରାରେ ଅଛି ଗ୍ରାମ ପଞ୍ଚାୟତ 40 ଏଟା ପଡ଼ିବ ତାପରେ କୋଉଟା ପଡ଼ିବ ହଁ କୋଉ ସଂଶୋଧନରେ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ କୋଉ ସଂଶୋଧନରେ 73 ତାପରେ ହେଉଛି ହଁ এইটা ଚିହ୍ନ ଦେନି ଏଇ କୋଶ୍ଚେନଟା ପଡ଼ିବ ବୋଲି ବୁଝିପାରିଲୁ ନା ଆଉ ପଞ୍ଚାୟତି ରାଜଟା କେତେଟା ସ୍ତର 3ଟା ଆଉ ସହରାଞ୍ଚଳଟା ବି 3ଟା ସ୍ତର ବୁଝିହେଲା ଆଉ ଏବେ ଗ୍ରାମ ପଞ୍ଚାୟତ ବୈଠକରେ କିଏ ଅଧ୍ୟକ୍ଷତା କରନ୍ତି ସରପଞ୍ଚ ବା ମୁଁ ମାରିଛି ଜିଲ୍ଲାପାଳ ଦେଖେ ସରପଞ୍ଚ ହବ ମୁଁ କହିନି ଏଇଟା କ'ଣ ଏମିତି ମୁଁ ଆଗରୁ ମାରିଦେଇଥିଲି এইটা ଦେଖିବୁ ହେଲା ଏଇଟା ହେବ ସରପଞ୍ଚ ତାପରେ ଏଇଟା ଏଇନା ସାଙ୍ଗେ ସାଙ୍ଗେ କହିଥିଲି ଗ୍ରାମାଞ୍ଚଳରେ ଅଛି 29ଟି ବିଷୟ ପୌର ସଂସ୍ଥାରେ ଅଛି 18ଟି ଏଇ ସାଙ୍ଗେ ସାଙ୍ଗେ କହିଥିଲି ଏଇଟା ପଡ଼ିବ ଇମ୍ପୋର୍ଟାଣ୍ଟ ଭେରି ଭେରି ଇମ୍ପୋର୍ଟାଣ୍ଟ ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ ଏଇ ସାଙ୍ଗେ ସାଙ୍ଗେ କହିଛି ତାପରେ ହେଉଛି ଇମ୍ପୋର୍ଟାଣ୍ଟ କେଉଁଟା ଏଇଟା ଇମ୍ପୋର୍ଟାଣ୍ଟ କେତେ ଲୋକ ସରପଞ୍ଚକୁ ବାହାର କରିଦେଇପାରିବେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ 2/3 2/3 ବୁଝିହେଲା ତାପରେ ଏଟା ବି ପଡ଼ିବ କୋଉଟା ବାଧ୍ୟତାମୂଳକ କାର୍ଯ୍ୟ ଇଚ୍ଛାଧୀନ କାର୍ଯ୍ୟ ଏଟାକୁ ମନେ ରଖିଦେବ କୋଉଟା ନୁହେଁ ପଡ଼ିବ କାଲି ପରୀକ୍ଷାରେ ବୁଝିହେଲା ତାପରେ ଏଇଟା ବି ପଡ଼ିବାର ସମ୍ଭାବନା ଅଛି କୋଉଠୁ କାର୍ଯ୍ୟାରମ୍ଭ କେବେ ହେଲା 1993 ମସିହାରେ ସହରାଞ୍ଚଳଟା ବି ହେଲା 1993 ଅଞ୍ଚଳରେ କାର୍ଯ୍ୟକାରୀ ହେଲା କିନ୍ତୁ ନିୟମ ହେଲା 1992 ମସିହା 74ତମ ସମ୍ବିଧାନ ସଂଶୋଧନ ସେଟା 73ତମ ସମ୍ବିଧାନ ମନେ ରଖିଲ ନା ଯୋଉ ତାପରେ ପଡ଼ିବ ଏଇଟା ନିଶ୍ଚିନ୍ତ ପଡ଼ିବ ଗ୍ୟାରେଣ୍ଟି ଯୋଉଟା ଗ୍ୟାରେଣ୍ଟି ଦଉଛି ସେଟା ପୁରା ଦଉଛି ହେଲା ସେ ପଚାରିବ କୋଉ କମିଟି ଏଇ ଯୋଉ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ପ୍ରଚଳନ କରିଥିଲେ ବଳବନ୍ତ ରାୟ ମେହେଟ୍ଟା ଅପସନ୍ ଦେଇଥିବ ତୁ ମାରିଦେବୁ ଘୋଷିବା ବି ମନେ ନାହିଁ ସେଠି ମନରେ ପଡ଼ିଯିବ ତୋର ବୁଝିହେଲା ନା ଆଉ ଏଟା ପଡ଼ିବ ନିଶ୍ଚିନ୍ତ ଏଟା ଗ୍ୟାରେଣ୍ଟି ସେ ପଚାରିବ ଓଡ଼ିଶାରେ କେବେ ପଞ୍ଚାୟତି ରାଜ ବ୍ୟବସ୍ଥା ହେଇଥିଲା 1926 ଜାନୁଆରୀ 26 2 ମାର୍କିଆ ପଡ଼ିବ ଏଇଟା ଯେମିତି ଲେଖା ହେଇଛି ସେମିତି ଗୋଟେ ଧାଡିରେ ଲେଖତେ ପଡ଼ିବ 2 ମାର୍କିଆ ପଡ଼ିବ ଡ୍ୟାସ୍ ପୂରଣ ପଡ଼ିବ 1 ମାର୍କିଆ ପଡ଼ିବ ବହୁତ ମାର୍କ ଅଛି 40-50 ମାର୍କ ସର୍ଟ କ୍ୱେଶ୍ଚନ ହଁ 21 ମାର୍କ 1 ମାର୍କିଆ ପଡ଼ିବ 2 ମାର୍କିଆ ପଡ଼ିବ 14 ମାର୍କ ବୁଝିପାରୁଛୁ ନା ତାପରେ ଏଇଟା ଦେଖେ ଏଇ ସାଙ୍ଗେ ସାଙ୍ଗେ କହିଥିନି ସର୍ବନିମ୍ନ ଲୋକ ସଂଖ୍ୟା କେତେ ଗ୍ରାମାଞ୍ଚଳର 2000 ଏଇ କହୁଥିନି ସାଙ୍ଗେ ସାଙ୍ଗେ ବୁଝିପାରୁଛ ନା ମେୟର ମେୟର ହେଉଛନ୍ତି ନଗର ନିଗମର ହେଡ୍ ବୁଝି এইটা ନିଶ୍ଚିନ୍ତ ପଡ଼ିବ ଏଇ କୋଶ୍ଚେନଟା ଗ୍ୟାରେଣ୍ଟି ପଡ଼ିବ ସେ ପଚାରିବ ଯୋଉ ଶୁଣ ମନ ଦେଇକି ଯୋଉ ସହରାଞ୍ଚଳରେ 3ଟା ସ୍ତର ହଉନି ନା ଗୋଟେ ହେଉଛି ନିମ୍ନ ସ୍ତର ଗୋଟେ ମଧ୍ୟମ ବର୍ଗ ଗୋଟେ ଉଚ୍ଚ ବର୍ଗ ମାନେ ହେଉଛି କ'ଣ କହିଲ NAC ମ୍ୟୁନିସିପାଲିଟି ଆଉ ହେଉଛି କର୍ପୋରେସନ ବୁଝିପାରୁଛ ନା ସେ ଯୋଉ 3ଟା ସ୍ତର ହେଉଛି ସେ ଯୋଉ କାହାକୁ ଆଧାର କରିକି ଏଇଟା ଆମେ କେମିତି ଜାଣିବା ହେଉଛି ଏଇଟା ଏଇଆ ବୋଲି କେମିତି ଜାଣିବା ସେଇଟା ସେ କହିଛି କୋଉ ଆଧାରରେ ସେ ପଚାରିଲା ପ୍ରଶ୍ନ ରାଜ୍ୟପାଳଙ୍କ ଅଧିସୂଚନା ବଳରେ କୌଣସି ଅଞ୍ଚଳକୁ ସହରାଞ୍ଚଳ ବା ନିର୍ଦ୍ଦିଷ୍ଟ ବର୍ଗର ସହରାଞ୍ଚଳ ଘୋଷଣା କରାଯିବା ପୂର୍ବରୁ ନିମ୍ନୋକ୍ତ ମଧ୍ୟରୁ କେଉଁଟିକୁ ବିଚାରକୁ ନିଆଯାଏ ନାହିଁ ଏଇ 3ଟା ବିଚାରକୁ ନିଆଯାଏ ଜନସଂଖ୍ୟାର ଘନତ୍ୱଟା ଦେଖାଯାଏ ମାନେ ଘୋଷଣା କରିବା ପୂର୍ବରୁ ଏଇ ଜାଗାଟା ଏଇଆ ଘୋଷଣା କରିବାରେ ସେଠି କେତେ ଲୋକ ରହୁଛନ୍ତି ସେଟାକୁ ଦେଖାଯାଏ ତାଙ୍କର କେତେ ଇନକମ୍ ହେଉଛି ଦେଖାଯାଏ ଆଉ ହେଉଛି ଅଣ କୃଷି କ୍ଷେତ୍ରରେ ନିଯୁକ୍ତି ଶତାଂଶ ମାନେ ଚାଷକୁ ଛାଡ଼ିକି ସେମାନେ ଅନ୍ୟ ଲାଇନରୁ କେତେ ଟଙ୍କା ଇନକମ୍ କରୁଛନ୍ତି ସେଇଟା ଯଦି ଏଇ 3ଟା ଥିବ ତାହେଲେ ସେଇଟା କର୍ପୋରେସନ ହେଇପାରିବ ମ୍ୟୁନିସିପାଲିଟି ହେଇପାରିବ କିମ୍ବା ହେଉଛି ଯୋଉ NAC ହେଇପାରିବ ବୁଝିପାରୁଛ ନା ଖାଲି ଗୋଟେରେ ହେଇଯିବ ନା ତୁ ଖାଲି ପଲ ଛୁଆ ଜନ୍ମ କରିବ କିନ୍ତୁ ରୋଜଗାର ନାହିଁ ପାଠ ନାହିଁ କିଛି ନାହିଁ ହବ ନାହିଁ ସବୁ କ୍ରାଇଟେରିଆ କ'ଣ ଏଇଟା ସେ ପଚାରୁଛି କୋଉଟା ନିଆଯାଏ ନାହିଁ ଏଇଟା ନିଆଯାଏନି କିନ୍ତୁ ଏଇଟାକ ନିଆଯାଏ ଏଇଟାକୁ ଗଣନା କରାଯାଏ ବୁଝିହେଉଛି କାଲି ନିଶ୍ଚିନ୍ତ ଏଇଟା ପଡ଼ିବ ସବୁଠାରୁ ସର୍ବପୁରାତନ ନଗରପାଳିକା କିଏ ବ୍ରହ୍ମପୁର ଏଇଟା କାଲି ପଡ଼ିବ 1855 ମସିହାରେ ହେଇଥିଲା ତିଆରି ବୁଝିପାରୁଛ ନା ଏଇଟା କାଲି ନିଶ୍ଚିନ୍ତ ପଡ଼ିବ ତାପରେ
ଏଇଟା ତୁମକୁ ଆସିବ ସର୍ବନିମ୍ନ ଲୋକ କେତେ ହେଇଥିବେ ପୌରପାଳିକା ବା ନଗରପାଳିକାର 25,000 25,000। ଏଇଟା ହେଲା ପୌରପାଳିକା ନଗର ପାଳିକା ମାନେ 25,000ରୁ 3 ଲକ୍ଷ 3 ଲକ୍ଷରୁ ସେପଟେ ହେଉଛି ନଗର ନିଗମ ବା କର୍ପୋରେସନର। ତାପରେ ଏଇଟା ଖାଲି ପଡ଼ିବ ବୁଝିପାରିଲେ ନା। ଏଇଟା ମୁଁ କହିଛି ସାଙ୍ଗେ ସାଙ୍ଗେ ଏଇଟା। ତାପରେ ସେଇଗୁଡ଼ାକ ଅଛି ଏଇଠି ସେମ୍ କୋଶ୍ଚେନ୍ ଗୁଡ଼ା ଅଛି ତୁମେ ଟିକେ ଦେଖିଦେବ। ନାୟବ ସରପଞ୍ଚ ପଞ୍ଚାୟତ ସମିତିର ମୁଖ୍ୟ କିଏ ଚେୟାରମ୍ୟାନ୍। ହଁ ଆଉ ଗ୍ରାମ ପଞ୍ଚାୟତ ରହୁଛି ସରପଞ୍ଚ। ହଁ ଏଇଟା ସବୁ ଏଇଟା ଟିକେ ଟିକେ ଦେଖିଦେବ ଯୋଉଟା ରାଇଟ୍ ମାରିମି ଏଇଟା ସେଇଟା ବାରମ୍ବାର ବି କହୁଛି। ସେଠି ଅପସନ୍ ଦିଆହେଇଛି ସେଠି ଦିଆହେଇନି। ହଁ ଭେରି ଗୁଡ୍ ସେଠି ଅପସନ୍ ଦିଆହେଇଛି ଦିଆହେଇନି ଏଠି। ଆଉ ହେଉଛି ଗ୍ରାମ ସ୍ୱରାଜର ପ୍ରବକ୍ତା ମହାତ୍ମା ଗାନ୍ଧୀ ଥିଲେ ହେଲା। ଆଉ ଏଇଟା ଦେଖିଦେବ ଏଇଟା ବାରମ୍ବାର କହିଛି ମୁଁ ବୁଝିପାରିଲୁ ନା। ଓଡ଼ିଶାର ପୌର ସଂସ୍ଥା ଏଇଟା ଏତିକି ହେଲା। ତାପରେ ଆମେ ଯିବା ଏଇ ବିଷୟଟାକୁ ରାଷ୍ଟ୍ର ନିର୍ମାଣ ପ୍ରତି ଆହ୍ୱାନ। ମୁଁ ଆଗେ 1 ମାର୍କିଆ କହିଦେବି ତାପରେ 2 ମାର୍କିଆ 3 ମାର୍କିଆ କହିଦେବି ତାପରେ ଲଙ୍ଗ କୋଶ୍ଚେନ୍ କହିଦେବି ସାରିଦେବା। ଏଇଟାରେ କାଲି କ'ଣ ପଡ଼ିବ ଯୋଉଟା କହିବି ସେଇଟାକୁ ମନେ ରଖିବ। ଏଇଟା ଇମ୍ପୋର୍ଟାଣ୍ଟ ଅଛି ଏଇଟା ପଡ଼ିବ ବୁଝିପାରିଲୁ ନା। ଘୁଞ୍ଚିଆ ସେ ପଚାରିବ କାଲି ଭାରତୀୟ ରାଷ୍ଟ୍ର ସଂଘରେ ଦେଶୀୟ ରାଜ୍ୟମାନଙ୍କ ମିଶ୍ରଣ ପ୍ରକ୍ରିୟାକୁ କିଏ ତ୍ୱରାନ୍ୱିତ କରିଥିଲେ? ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପା। ଏଇଟା ଇମ୍ପୋର୍ଟାଣ୍ଟ ଅଛି ଏଇଟା ପଡ଼ିବ ହେଲା। ଆଉ ତାପରେ ହେଉଛି ତାପରେ ଏଇଟା ପଡ଼ିବ ଇମ୍ପୋର୍ଟାଣ୍ଟ ଅଛି। ଜନଗଣ ମନ ଅଧି ରବୀନ୍ଦ୍ରନାଥ ଠାକୁର ଲେଖିଥିଲେ କେଉଁ ମସିହାରେ ଲେଖିଥିଲେ ଏଇଟା ଦେଖିବ ହେଲା। ଆଉ ହେଉଛି ଏଇଟା ପଡ଼ିବ ମାନେ କେଉଁ ନେତା ଦେଶୀୟ ରାଜ୍ୟ ମିଶ୍ରଣରେ ଅବଦାନ ଦେଇଥିଲେ ବୁଝିପାରୁଛ ନା। ଏଠି ଦେଖିବ ନା ଦେଖିକି କହିବ ଉତ୍ତର ବାହାର କରିକି ଶିଖିକି ଯିବ କାଲି ହେଲା। କେଉଁଟା ଆସିବ କି ଦେବୁ ନା। ଏଇଟାର ଉତ୍ତର କ'ଣ ହବ? କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ। ହଁ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ବୁଝିହେଲା। ଏଟା ବି ହେଉଛି ଏଇଟା ବି ପଡ଼ିବ ଇମ୍ପୋର୍ଟାଣ୍ଟ ଅଛି। ଏଇଟା ନୀଳଗିରି ହବ ଉତ୍ତର ବୁଝିପାରୁଛୁ ନା ଏଇଟା। ତାପରେ ଏଇଟା ଅଛି ଏଇଟା ଇମ୍ପୋର୍ଟାଣ୍ଟ ଅଛି। ସାମ୍ପ୍ରଦାୟିକ ଭାବନା ଦ୍ୱାରା ଅନୁପ୍ରେରିତ ନଥିଲା ଏଇଟା ନୁହେଁ। ତାପରେ ଏଇଟା ପଡ଼ିବ ହେଲା। କେଉଁଟା ଆତଙ୍କବାଦୀ ଦମନ ନିମନ୍ତେ ଅଭିପ୍ରେତ ନଥିଲା। ତାପରେ ଏଇଟା ପଡ଼ିବ ଇମ୍ପୋର୍ଟାଣ୍ଟ ଅଛି ମାନେ 1911 ମସିହାରେ କିଏ କାଲିଫର୍ଣ୍ଣିଆର ଘଦର ପାର୍ଟି ଓ ତାର ମୁଖପତ୍ର ଆସିବ ନା ଉତ୍ତର ତମମାନଙ୍କୁ? ଏଇଟା ଭଗତ ସିଂ ହିନ୍ଦୁସ୍ତାନ ଗଦର ପ୍ରତିଷ୍ଠା କରି ବିଦେଶ ମାଟିରୁ ଆତଙ୍କବାଦୀ କାର୍ଯ୍ୟକଳାପ ଚଳେଇଥିଲେ ଭଗତ ସିଂ। ଆଉ ଏଟା କେଉଁ ଆଇନଟି ଆତଙ୍କବାଦୀ ଦମନ ନିମନ୍ତେ ଅଭିପ୍ରେତ ନଥିଲା? ଏଇଟା ଦେଇଛି ପୋସ୍କୋ ଟାଡା ମିଶା ଦେଖିବ ଏଇଟା ଇମ୍ପୋର୍ଟାଣ୍ଟ ଅଛି। ଆଉ ଏଇଟା ବି ଇମ୍ପୋର୍ଟାଣ୍ଟ ଅଛି। ନକ୍ସଲବାଦ କେଉଁ ରାଜ୍ୟରେ ନକ୍ସଲବାଦୀ ଅଞ୍ଚଳରୁ ଆରମ୍ଭ ହେଇଥିଲା? ପଶ୍ଚିମବଙ୍ଗ ନା। ନକ୍ସଲବାଦଟା ଆରମ୍ଭ ହେଇଥିଲା ନା ପଶ୍ଚିମବଙ୍ଗରୁ। ଏଇଟା ଦେଖିବ ତୁମକୁ ଆସୁନି କାଲି ପରୀକ୍ଷା ଅଛି। ଆଶ୍ଚର୍ଯ୍ୟ ଲାଗୁଛି ତୁମମାନଙ୍କୁ ବୁଝିବ ନା। ଏଇଟା ଦେଖିବ ପଞ୍ଜାବର ଖଲିସ୍ତାନ ଆନ୍ଦୋଳନକୁ ଦମନ କରିବା କେଉଁ ପୋଲିସ ଅଧିକାରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା? କେଉଁ ପୋଲିସଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ଦେଖିବ ହେଲା। ନାଇଁ ତୁ ଜାଣିଛୁ ନା ଉତ୍ତର? ଏଇଠି କିରଣ ଦେଦି। ଏଇଟା ହେଉଛି 172 ପେଜ ରାଷ୍ଟ୍ର ନିର୍ମାଣ ପ୍ରତି ଆହ୍ୱାନ। ୟୁନିଟ୍ ହେଉଛି ରାଷ୍ଟ୍ର ନିର୍ମାଣ ପ୍ରତି ଆହ୍ୱାନଟା ୟୁନିଟ୍ ହେଉଛି ତୃତୀୟ ୟୁନିଟ୍। ବୁଝିପାରିଲ ନା ନାହିଁ? ଆମ ଜାତୀୟ ସଙ୍ଗୀତ କିଏ ରଚନା କରିଥିଲେ? ରବୀନ୍ଦ୍ରନାଥ। ହଁ କେଉଁ ନେତା ଦେଶୀୟ ରାଜ୍ୟରେ ବିଶେଷ ମିଶ୍ରଣରେ ସାହାଯ୍ୟ କରିଥିଲେ? ବୁଝିପାରୁଛ ନା?
ଏଇ ଉତ୍ତରଟା ଓଡ଼ିଶାର କେଉଁ ନେତା ଦେଶୀୟ ରାଜ୍ୟ ମିଶ୍ରଣରେ ବିଶେଷ ସହାୟକ କରିଥିଲେ? ଏଇଠି ବି ସେଇ କୋଶ୍ଚେନଟା ବାରମ୍ବାର ଅଛି। ଭାରତୀୟ ରାଷ୍ଟ୍ରସଂଘରେ ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ ପ୍ରକ୍ରିୟାକୁ କିଏ ତ୍ୱରାନ୍ୱିତ କରିଥିଲେ? ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ଏଇଠି ସର୍ଦ୍ଦାର ବଲ୍ଲଭ ଭାଇ ଓଡ଼ିଶାର ସେ ପଚାରୁଛି, ଏଠି ଭାରତରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଏଠି ଓଡ଼ିଶାର ଦେଶୀୟ ରାଜ୍ୟ ମତେ ଲାଗୁଛି ହରେକୃଷ୍ଣ ନା ଏଇ ଯୋଉ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ। ଏଠି ଓଡ଼ିଶାରେ ଏଠି ଭାରତରେ ଅଲଗା ଅଲଗା ଅଛି। ଆମେ କୋଉଟା ମନେ ଦିଟା ସାରା ଇମ୍ପୋର୍ଟାଣ୍ଟ ଅଛି, ଦେଖିଦବ ଗଡ଼େଇ ଦବ ହେଲା। ଏଇଟା ତ ନିଶ୍ଚିନ୍ତ ପଡ଼ିବ, ତମେ ପଢ଼େଇଲା ବେଳେ କହିଥିଲି। ୟୁନିଫର୍ମ ସିଭିଲ କୋଡ୍ ଧାରା 44 ଗୋଆରେ ହେଇଛି, ମାନେ ସମସ୍ତଙ୍କ ପାଇଁ ଗୋଟିଏ ନିୟମ। ଧାରା 44 ଧାରାଟା ଇମ୍ପୋର୍ଟାଣ୍ଟ ଅଛି, ଦେଖିଦବ। ଗଲା ହଉଛି ଏଟା ଅଛି ଇମ୍ପୋର୍ଟାଣ୍ଟ। ତୁମେ ଏଇଟା ଡଟ୍ରେ ଲେଖିଦେଲ ନାହିଁ, ଦେଖାହଉନି କିଛି। ଏଟା ପଡ଼ିବ। ଭାରତର କୋଉ ରାଜ୍ୟରେ ଉଲ୍ଫା ଆତଙ୍କବାଦୀ ଦେଖାଯାଆନ୍ତି? କୋଉ ରାଜ୍ୟରେ? ଆସାମ। ଆସାମ ରାଜ୍ୟରେ ଉଲ୍ଫା ଆତଙ୍କବାଦୀ ଦେଖାଯାଆନ୍ତି। ଓସମା ବିନ୍ ଲାଡେନ କୋଉ ସନ୍ତ୍ରାସବାଦୀ ସଂଗଠନର ସଦସ୍ୟ ଥିଲେ? ଅଲକାଇଦା ହେଲା। ଏଇଟା ଇମ୍ପୋର୍ଟାଣ୍ଟ ଅଛି। ଆମ ଦେଶର ଜାତୀୟ ପତାକା ସମ୍ବିଧାନ ସଭାରେ କୋଉ ମସିହା କେତେ ତାରିଖରେ ଗୃହୀତ ହୋଇଥିଲା? 1947 ଅଗଷ୍ଟ 15। ଜାତୀୟ ପତାକାଟା ଏଟା ଦେଖିବ, ମାନେ କିଛି ମାନେ ମନେ ରଖିନ। ଇଏ କାଲି ପରୀକ୍ଷା, ଆଜି ବି ଏମିତି କହୁଛି। ମୋ ବହିଟା ବା ସିଏ ଲେଖୁଛି, ନହେଲେ ନେଇକି ଆସିଥାନ୍ତି, ତାକୁ ଦେଇଛି ଯଦୁକୁ। ଆଉ ଗୋଟେ ବହି ଶଙ୍କୁନ୍ତଳା ପାଖରେ ଅଛି। ମତେ କହିଲା, ମତେ ମାଗିଥିଲା, ମୁଁ ଗୋଟେ ଯାହା ବି ହେଲେ ଷ୍ଟୁଡେଣ୍ଟ ନା, ମୁଁ କାହିଁ ପାତର ଅନ୍ତର କରିମି। କାଲି ପରୀକ୍ଷାରେ ପଡ଼ିବ ଏଇ ଯୋଉ ଏଇଟା 3 ମାର୍କିଆ ପଡ଼ିବ। ଏଇ ତେହେରୀ ବନ୍ଧ ଆନ୍ଦୋଳନ, ନିସ୍ତବ୍ଧ ଉପତ୍ୟକା ଆନ୍ଦୋଳନ, ଏଇଟା 2ଟା ପଡ଼ିବ। ଆପିକୋ ମୁଭମେଣ୍ଟ ଏଇଟା ନିଶ୍ଚିତ ଗ୍ୟାରେଣ୍ଟି। ନର୍ମଦା ଚିପକୋ ମୁଭମେଣ୍ଟଟା ପଡ଼ିବନି କି? ଚିପକୋ ଆନ୍ଦୋଳନଟା ଗ୍ୟାରେଣ୍ଟି। ଏଇଟା 3 ମାର୍କିଆ ପଡ଼ିବ। ଏଇଟା ସବୁ ଲେଖିବ ନାହିଁ, ଦେଖେଇ ଦଉଛି ଆପଣଙ୍କୁ। ଏଇଟା ସବୁ ଲେଖିବନି, ହାଲକେଇକି ଅଳ୍ପ ଲେଖିବ। କେତେ ପେଜ, ମାନେ ଅଧ ପେଜ ଭଳିଆ? ଅଧ ପେଜ 3 ମାର୍କଟା ଏତିକି ଖଣ୍ଡେ 4-5 ଧାଡ଼ି। ଆଉ ଯାହାକୁ କିଛି ନ ଆସିବ ସେ ଲେଖିବ ବହୁତ। ତମକୁ ଯଦି ଆସୁନାହିଁ ତାହେଲେ ହଉଛି ଏଇଟା କୋଉଟା? ପଲିଟିକାଲ ଏଇଟା 2 ମାର୍କିଆ ନା 3 ମାର୍କିଆ? ସେଇଟା 8 ମାର୍କିଆରେ ଦେଇଛନ୍ତି। ଗ୍ରାମ ପଞ୍ଚାୟତ ଗଠନର କାର୍ଯ୍ୟାବଳୀ କିପରି ବର୍ଣ୍ଣନା କର। ଆଉ ମୁଁ କହିଦେମି, ଆଜି ବି ଏବେ ବି କହିଦେମି। ଏଇଟା ହଉଛି 3 ମାର୍କିଆ। 3 ମାର୍କିଆ ଶୁଣୁ, ମୁଁ କହିଦେମି। ଏଇଟାରେ ଅଛି, ଏଇଟା ପଞ୍ଚଶୀଳ ନୀତିଟା ଠିକ୍ ଅଛି, ଏଇଟା ପଡ଼ିବ। ତାପରେ ବିଶ୍ୱ ବ୍ୟାଙ୍କ ପଡ଼ିବାର ସମ୍ଭାବନା ଅଛି। ହଁ ଏଇଟା ପଡ଼ିବ। ବିଶ୍ୱ ତାପମାତ୍ରା ବୃଦ୍ଧି, ତାପରେ ରହ, ସଂଘୀୟ ରାଷ୍ଟ୍ରର ଗୋଷ୍ଠୀ, ଚିପକୋ ଆନ୍ଦୋଳନ ଏଇନା କହୁଛି। ତାପରେ ସାର୍ବଭୌମ ପଦଚ୍ୟୁତଟା ତ ଇମ୍ପୋର୍ଟାଣ୍ଟ ଅଛି, ମୁଁ କହିଛି। ମୁଁ କହୁଛି ଯୋଉଟା, ଏଇଟା ରଖ, ଏଇଟା ମୁଁ କହିଦେମି ତମକୁ। ସରପଞ୍ଚଙ୍କ କାର୍ଯ୍ୟାବଳୀଟା ପଡ଼ିବ ହେଲା। ମୁଁ ଏଇଠୁ କହିଦେଉଛି, ସେଇଟା ଯୋଉ ସର୍ଟ କୋଶ୍ଚେନ୍ ଗୁଡ଼ା କହୁଛି, ସେଇଟା 1 ମାର୍କିଆ 2 ମାର୍କିଆ ହେଇଯିବ। ମୁଁ ଯୋଉଟା ଲାଇଟ୍ ମାରିଛି ସେଇଟା ବହିରେ ଇଏ କରିଦେବୁ, ବୁଝିପାରିଲୁ ନା ତୁ? ଚିପକୋ ଆନ୍ଦୋଳନଟା ଏତିକି ଖଣ୍ଡେ ହବ, ଖାଲି ମେନ୍ ଥିମ୍ଟା ବା ଲେଖିବ। ଯାହାକୁ କିଛି ନା ଆସିବ ସେମାନେ ଅଧିକ ଲେଖିବ, ଆଉ ତମକୁ ଯଦି ଆସିବ ମାନେ ଶୁଭେନ୍ଦୁ ଭଳିଆ, ତାହେଲେ ଅଳ୍ପ ଲେଖିବ। ହଁ ମେନ୍ ଜିନିଷଟା ମୁଁ କହିଦେମି କି? ଚିପକୋ ଆନ୍ଦୋଳନ ଏଇଠି ଗୋଟେ ଉଦାହରଣ ଦଉଛି, କେତିକି ଗାର ମାରିଦେମି, ଦେଖି ଦେଖଉଛି ତତେ। ଚିପକୋ ଆନ୍ଦୋଳନ ସେ ବା ଜଙ୍ଗଲଟାକୁ କୁଣ୍ଢେଇକି ରହିଲେ, ଯୋଉ ସେଇଟା ମେନ୍ ହେଲା। ସେଇଟା ତ ଆସିବ, ଲେଖି ହବ। ବୁଝିପାରିଲ ନା? ଏଠିକି ଯିବ, ହଁ ଏଇଠୁ 1973 ମସିହାର ଆଦ୍ୟ ଭାଗରେ ଜଙ୍ଗଲ ବିଭାଗ ଯୋଉ କୋଉ ରାଜ୍ୟ କହିଲ? ପଶ୍ଚିମ ହିମାଳୟର ଅଳକାନନ୍ଦୀ ଅବବାହିକାରେ ହେଲା ଏଇ ଜିନିଷଟା ହେଇଛି, ଚିପକୋ ମୁଭମେଣ୍ଟଟା। ବୁଝିହେଲା ନା? କେତେ ଜଣ ମରିଥିଲେ ଗୁଳି? ହଁ ମରିଛନ୍ତି ବା।
ସେଇ ଯେଉଁ ପଶ୍ଚିମ ହିମାଳୟର ଅଳକା ନଦୀ ଅବବାହିକାରେ ହେଲା କ'ଣ ହେଲା ଆଦ୍ୟ ଭାଗରେ ଜଙ୍ଗଲ ବିଭାଗ ସେ ଯେଉଁ ପଶ୍ଚିମବଙ୍ଗର ଅଳକା ନଦୀ ଅବବାହିକାରେ ରୂପେଲି ଧୂସର ରଙ୍ଗର ଛେଲି ଥିବା ପାଉଁଶ ଗଛଗୁଡ଼ିକୁ ଗୋଟିଏ ବେସରକାରୀ କମ୍ପାନୀକୁ ଦେଇଦେଲେ। ଏଇଟା ଲେଖିବ ଯେଉଁଟା କହୁଛି ଏହି ଘଟଣାରେ ଉତ୍ତେଜିତ ହୋଇ ଦାସୋଲି ମଣ୍ଡଳର ସ୍ୱେଚ୍ଛାସେବୀଗଣ ପ୍ରତିବାଦ ସ୍ୱରୂପ କାଠ ବୋଝେଇ ଟ୍ରକ୍ ଗୁଡ଼ିକ ସାମ୍ନାରେ ଶୋଇ ରହିଲେ ଏବଂ କାଠଗଣ୍ଡି ଡିପୋଗୁଡ଼ିକ ନିଆଁ ଲଗାଇଦେଲେ ହେଲା ବୁଝିଗଲା। ଏଇଟା ଲେଖିବ। ବିକଳ୍ପ ସ୍ୱରୂପ ଯେଉଁ 1973 ମସିହା ଏପ୍ରିଲ 1 ତାରିଖରେ ଅନୁଷ୍ଠିତ ମଣ୍ଡଳ ସଭାର ଚଣ୍ଡ ପ୍ରସାଦ ଭଣ୍ଡ ନାମକ ଜଣେ ସଂଗ୍ରାମୀ ନେତା ପ୍ରସ୍ତାବ ଦେଲେ ଯେ କଟା ହେବାକୁ ଯାଉଥିବା ଗଛକୁ ଏଇଟା ଲେଖିବ ଯେଉଁଟା କହୁଛି ଗଛଗୁଡ଼ିକୁ ଆଲିଙ୍ଗନ କରି ରହିଲେ ଏବଂ କୁଣ୍ଢାଇ ଧରି ରହିଲେ ସେଗୁଡ଼ିକୁ ବଞ୍ଚାଇ ହେବ। ଏହି କୌଶଳ ସଫଳ ହେବାରେ ତାକୁ ପଡ଼ୋଶୀ ଅଞ୍ଚଳକୁ ବ୍ୟାପିଗଲା। ଦେଖ କେତେ କମ ଏଇଟା ମେଞ୍ଚେ ଲେଖିବନି ଖାଲି ଏଇ ଜାଗାଟା ଲେଖିଲ ଜାଣିପାରିଲ ନା 19 ଏଇଠୁ ଲେଖିଲ ଏଇଠି ଲେଖିଲ ଏଇଟାକୁ ଲେଖିବ ତାପରେ ଚିପକୋର ଅର୍ଥ କ'ଣ କୁଣ୍ଢେଇ ଧରିବା ହଁ ତାପରେ ରତ୍ନା ମୁଣ୍ଡଳି ରେଡ୍ଡି ସେ 6ଟା ଦାବି କହିଲେ ଏଇଟା ଟିକେ ଇମ୍ପୋର୍ଟାଣ୍ଟ ଅଛି ଏଇ 6ଟା ଦାବି ଲେଖିପାରିବ ଯଦି ଭଲ କଥା ଯଦି ନ ଲେଖିବ ଏଇଠି ଖାଲି ଟିକେ ଟିକେ ଲେଖିଦେଲେ ବି ହବ 3 ମାର୍କ ହଁ ଏତିକି ଲେଖିବାର ଅଛି 3 ମାର୍କିଆଟା 2 ମାର୍କିଆଟା ଯଦି ପଡ଼େ ଖାଲି ଏତିକି ଲେଖିବ ବୁଝିପାରିଲ ନା ଯାହାକୁ କିଛି ନ ଆସିବ ଯିଏ 2-3 ପେଜ ଲେଖିବ ମନେ ରଖିଥାଅ 3 ମାର୍କିଆ 3 ପେଜ ଲେଖିବ ଆଉ କିଛି ଆସୁନି ତମକୁ ଲେଖିବନି ନା ସେଇଟା ଆସିବ ଆଉ ଯାହାକୁ ଆସିବ ଛୋଟେଇକି ସର୍ଟକଟ କରିକି ଲେଖିବ। ଆଉ ନର୍ମଦା ବଞ୍ଚା ଆନ୍ଦୋଳନଟା ବି ଗ୍ୟାରେଣ୍ଟି ପଡ଼ିବ ସେଟା ହେଉଛି ଯେଉଁ କ'ଣ ତ ଏମାନେ ହଁ ବାବା ଆମତେ ସୁନ୍ଦରଲାଲ ବହୁଗୁଣା ମେଧା ପାଟକର ଏଇଟା ହେଉଛି ଇଏ ଏଇଟା ଚିପକୋ ଆନ୍ଦୋଳନଟା ଉତ୍ତରାଖଣ୍ଡରେ ହେଇଥିଲା ବୁଝିପାରିଲ ନା ପଶ୍ଚିମ ହିମାଳୟର ଏଇଠି ଦେଇଛି ଉତ୍ତରାଖଣ୍ଡ ମୁଁ ଗାଁର ଦେଇଦେଉଛି ଉତ୍ତରାଖଣ୍ଡ ଗୋପେଶ୍ୱର ଅଞ୍ଚଳ ସେ ଯେଉଁ ଜାଗା ଗୁଡ଼ା ନା ହେଲା ଖାଲି ଏମିତି ଜାଣିନେ ଛୁଆଟା ଜାଣିଛି ମାର୍କ ସାଙ୍ଗେ ସାଙ୍ଗେ ପଢ଼େଇବେ। ନର୍ମଦା ବଞ୍ଚା ନର୍ମଦା ଗୋଟେ ନଦୀ ଅଛି ସେଇଟା ବହୁତ ଅପରିଷ୍କାର ହେଲା ବୋଲି ଏମାନେ ଇଏ କଲେ ବୁଝିପାରିଲ ନା ବାବା ଆମତେ ସୁନ୍ଦରଲାଲ ବହୁଗୁଣା ମେଧା ପାଟକର ଏଇଟା ଲେଖିବ ଆଉ ଲେଖିପାରିବ ନା ଖାଲି ସର୍ଟକଟରେ ଲେଖିବ ଏତେ କ'ଣ 3 ମାର୍କ ପାଇଁ ଏତିକି ଲେଖିବ ନା କ'ଣ ଏତିକି ଲେଖିଲେ 8 ମାର୍କ ମେନ୍ ପଏଣ୍ଟ ଗୁଡ଼ା ଲେଖିବ ବା ଏଇଟା ହେଉଛି ମେନ୍ ଜିନିଷ ଗୁଡ଼ା ମୁଁ ରାଇଟ୍ ମାରି ଦେଇଛି ବୁଝିପାରୁଛ ନା ଏଇଟା ହେଲା ମେନ୍ ଜିନିଷ ଏଇ ଯେଉଁ ଇଏର ଆପଣମାନେ କାଲି ଆସିବେନି ପରୀକ୍ଷା ମୁଁ ଯିବି ତା ପାଖକୁ ସର୍ଟ କୋଶ୍ଚିନ୍ ଆମକୁ କେହି କହିବେନି କାଲି ଆମେ ନିଜେ ଲେଖିବା ଏଇଟା ଲେଖିବ ଆଉ ନର୍ମଦା ଏଇଟା ଗୁଜୁରାଟରେ ଅଛି ନର୍ମଦାଟା ହେଲା ଏଇଟା ଗୁଜୁରାଟର ନର୍ମଦା ଏଟାକୁ ପଢ଼ିଦେବ ବୁଝି ଦେଇକି ଲେଖିବ ବୁଝିପାରିଲ ନା 5 ଗୋଟି ବହୁମୁଖୀ ଆଲୋଚନା କରିଥିଲେ ଏଇ ଯେଉଁ ହଁ ପଦ୍ମ ନେପାଳ 2009 ମସିହାରେ ନର୍ମଦା ଏଇଟା ଲେଖିବ ହେଲା ତାପରେ ଏଇଟା ପଢ଼ିବ ଖାଲି ପଢ଼ିବ ନୁହେଁ ପଢ଼ିଛି ହେଲା ଆଉ ସାଇଲେଣ୍ଟ ଭ୍ୟାଲି ମୁଭମେଣ୍ଟଟା ବି ପଢ଼ିବ ଖାଲି ନିସ୍ତବ୍ଧ ଭ୍ୟାଲି ଇଏଟା ପଢ଼ିଛି ପୁରା ଲେଖିବ ଆଉ 14ଟା ଦେଇଥିବ 7ଟା କରିବ ସେଇଥିରୁ 14ଟା ଦେଇଥିବ 17ଟା କରିବ ଯୋଉଟା ଆସିବ ସେଇଟା କରିବ ଜାଣିପାରିଲ ମାନେ 3 ମାର୍କିଆ ଗୁଡ଼ା ଦେଇଥିବ ତାପରେ ଏଠିକି ଆସ ହେଉଛି ଏଇଟା କାଲି ନିଶ୍ଚିନ୍ତ ପଢ଼ିବ ଗ୍ୟାରେଣ୍ଟି ଭିଣ୍ଡିକେସନ୍ ଅଫ୍ ଦି ରାଇଟ୍ସ ଅଫ୍ ଓମେନ୍ ପୁସ୍ତକର ରଚୟିତା କିଏ ଏଇଟା ପଢ଼ିବ କିଏ କିରେ ଭିଣ୍ଡିକେସନ୍ ଅଫ୍ ଏଇପଟିକି ମଧୁ ପଡ଼ିଆ ଏଇପଟିକି ସିଏ ଟୋଟାଲି ଦୁନିଆରେ ରହୁନି ସେଠି ଖାଲି ବସିଛି ତା ମାଇଣ୍ଡ ଯାଇକି ଅନ୍ୟ ଆଡ଼େ ତ ଦେଖାଯାଉନି ତୁ ବି ଅନ୍ୟ କଥା ଭାବୁଛୁ ନା ବସିକି ସତ କଥା କହ ଆଜ୍ଞା ମୁଁ ଜାଣିପାରୁଛି ମୋବାଇଲ ଟିକେ ସାଇଡ୍ ରଖ ବୁଝିଲ ନା ଏଇଟା କାଲି ପରୀକ୍ଷାରେ ପଡ଼ିବ କହିଲ ଦେଖିଆ ଉତ୍ତର କ'ଣ ହେବ ମୁନା ଭିଣ୍ଡିକେସନ୍ ଅଫ୍ ଦି ରାଇଟ୍ସ ଅଫ୍ ଓମେନ୍ ପୁସ୍ତକର ରଚୟିତା କିଏ ସେ ଫାଷ୍ଟ ଏଇଟା ବୋଧେ ହେବ ନା
ତମ କାଲି ପରୀକ୍ଷାଟି ଭଗବାନ ମୋର ବହି ନାହିଁ ବୋଲି ମୁଁ ପଢିନି ନହେଲେ ମୁଁ ପଢିଦେଇ ସାରିଲିଣି। କୋଉ ଦିନ ପଢିବୁ? ମୋର ଏମବିଟା ଖାଲି ପଢୁଛି ବା। ଏମବିଡି ତ ମୁଁ କହିଥିଲି ବହିଟା ଇମ୍ପୋର୍ଟାଣ୍ଟ ବୋଲି। ମୋର ପା ବହି ପା ସରିଯାଇଥିଲା ତା ଦୋକାନରେ ଆଉ ନଥିଲା। ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଅଛି। ଏଇଟା ଦେଖେ, ଏଇଟା ପୁରା ଗାର ମାରି ଦଉଛି। ସର୍ଟ କୋଶ୍ଚିନ୍ 2 ମାର୍କିଆରେ ପଢିକି ସାରି ଦେଇଥିଲି। ମୋର ବହି ନାହିଁ ବୋଲି ମୁଁ ପଢିନି। ଭିଣ୍ଡିକେସନ ଅଫ ଦି ରାଇଟ୍ସ ଅଫ ଓମେନ୍ ଲେଖିଥିଲେ କିଏ? ମାରି ଲୁଷ୍ଟନ ସେଇଟା ମୁଁ କ୍ରାଫ୍ଟ। ନେଇ ଯୋଉ ତୁ କହିଲୁ ନାହିଁ ପା। ଏଇଟା କହିଲି। ଏଇଟା ଖାଲି ପଢିବ। ଏଟା ହଉଛି 1949 ସିମୋନ ଡି ବିଭୋର, ସିଏ ଲେଖିଥିଲେ ଦି ସେକେଣ୍ଡ ସେକ୍ସ ବହିଟା ଲେଖିଥିଲେ। ପଢିବ ମାନେ କିଏ କୋଉ ବହିଟା ଲେଖିଛନ୍ତି କୋଉ ମସିହାରେ, ଏଇଟା ଇମ୍ପୋର୍ଟାଣ୍ଟ ଅଛି ବା। ଏଇ ପାରାଟା ପୁରା ଇମ୍ପୋର୍ଟାଣ୍ଟ ଅଛି। ଏଇ ପାରାଟାକୁ ପୁରା ପାଣି କରିଦବ। ଏଇ ପାରାଟାକୁ ପୁରା ପାଣି କରିଦବ। ଏଇଟା ଖାଲି ପଢିକି ଥୁଆ ହେଇକି ଅଛି, ଯିବ ଲେଖିବ। ଏଇ ପାରାଟାରେ ଖାଲି ମାନେ ଲେଖା ହେଇଛି କିଏ କୋଉ ବହି ଲେଖିଛନ୍ତି। 3-4 ମାର୍କ ଖାଲି ପଢିବ ଏଇଠୁ, ବୁଝିହେଲା। ତାପରେ କୋଉ ମସିହାକୁ ଆନ୍ତର୍ଜାତିକ ମହିଳା ଦିବସ କୁହାହଉଛି ସେଟା ଦେଖିବ। କେହି କହିପାରୁନ ନା? କୋଉ ମସିହାଟା ହଉଛି ଆନ୍ତର୍ଜାତିକ ମହିଳା ବର୍ଷ? 1990ଟା। 1990 ଆନ୍ତର୍ଜାତିକ ମହିଳା ଦିବସ। ତୁମେ ଦେଖିବ ହେଲା, ଏଇଟା ଖାଲି ପଢିବ ହେଲା। ଆଉ ସତୀ ପ୍ରଥା କେବେ ଆରମ୍ଭ ଉଚ୍ଛେଦ ହେଇଥିଲା ଦେଖିବ। 1829। 1880ରେ ହେଇଥିଲା 1829ରେ ହେଲା ଉଚ୍ଛେଦ। ମହିଳା ଆୟୋଗ କେବେ ପ୍ରତିଷ୍ଠା କରାହେଲା ଏଟା ଦେଖିବ। ନର୍ମଦା ବଞ୍ଚାଅ ଆନ୍ଦୋଳନ ଏଟା ଦେଖିବ। ତାପରେ ଏଇଟା ଦେଖିବ ନର୍ମଦା ବଞ୍ଚାଅରେ ଏଟା ହବ ମେଧା ପାଟକର। ଏଇଟା ଦେଖିବ ଓଡିଶାର କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡରେ କେଉଁ ଜାତିର ଆଦିବାସୀ। ଆଉ ଏଇଟା ହଉଛି ଏଇଟା ଦେଖିବ ଚିପକୋ ଆନ୍ଦୋଳନ ଦେଖିବ। ଏଇନା କହିଥିଲି ସୁନ୍ଦରଲାଲ ବହୁଗୁଣା। ହଁ, ଏଟା ଦେଖିବ। ଯୋଉଟା କହୁଛି ସେଟା ଦେଖିବ। ବିଶ୍ୱ ପରିବେଶ ଦିବସ ମାର୍ଚ୍ଚ 8 ତାରିଖ। ଏଇଟା କାଲି ପଡିବ। ଓଡିଶାରେ କେତେ ଗୋଟି ଅଭୟାରଣ୍ୟ ଅଛି, କେତେ ଗୋଟି ସଂରକ୍ଷିତ ଜୈବ ମଣ୍ଡଳ ଅଛି, ବୁଝିପାରିଲ ନା? ଏଇଟା ଖାଲି ପଡିବ। କେତେ ଡେସିବେଲରୁ ଅଧିକ ଶବ୍ଦ ଶୁଣିବାନି। ନା ଏଇ ଯୋଉ ସୁପ୍ରିମକୋର୍ଟ ଦେଇଛି 125 ଡେସିବେଲରୁ ଅଧିକ। ଏଇଟା ଖାଲି ପଡିବ, ବୁଝିପାରିଲ ନା? ଏଇଟା ପଡିବ। ଏଇନା କହିଥିଲି ନିସ୍ତବ୍ଧ ଭେଲି ଉପତ୍ୟକା କେରଳ। ଏଇଟା ଦେଖିବ। ଏଇଟା ଖାଲି ପଡିବ। ବିଷ୍ଣୋଇ ଆନ୍ଦୋଳନରେ କେତେ ଲୋକ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ? 363। ବିଷ୍ଣୋଇ ଆନ୍ଦୋଳନରେ ହେଲା, ଦେଖିବୁ। ଏଇଟା ସରିଗଲା। ତାପରେ ହଉଛି ଭାରତରେ ବୈଦେଶିକ ନୀତି। ଏଇଟା ହଉଛି 7 ନମ୍ବର। ଏକ ମାର୍କିଆରେ ଯେମିତି କହିକି ଲେଖିଯିବେ। 2 ମାର୍କିଆ 3 ମାର୍କିଆ ସେଇ ଏକ ମାର୍କିଆ ଗୁଡା ମିଶିକି ବି 2 ମାର୍କିଆ ହେଇଯିବ। ସେଇ କୋଶ୍ଚେନ ନାଁକୁ ମିଶେଇ ଦେଇକି 2 ମାର୍କିଆ କରିଦେଇଛି। ଏଇଟା ଖାଲି ପଡିବ ପରୀକ୍ଷାରେ। ବିଜୁ ପଟ୍ଟନାୟକଙ୍କୁ ଭୂମିପୁତ୍ର କିଏ ଦେଇଥିଲେ ହେଲା। ଆଉ ଭାରତର ବୈଦେଶିକ ନୀତି କାହାର ମାନସ ସନ୍ତାନ? ବାଉନ୍ସ ହଉଛି କି ପାଠ ଗୁଡା? ହଉ ତାହେଲେ ଏଇଟା ଖାଲି ପଡିବ। ଗୋଷ୍ଠୀ ନିରପେକ୍ଷତା ଆନ୍ଦୋଳନର କିଏ ସଦସ୍ୟ ନଥିଲେ? ତୁମେ ଫାଷ୍ଟ ଜାଣିଥିବ କିଏ ସଦସ୍ୟ ଥିଲେ, ବୁଝିପାରିଲ ନା? ଇଜିପ୍ଟର ନାସିରି ଥିଲେ, ଇଣ୍ଡୋନେସିଆର ସୁକର୍ଣ୍ଣ ଥିଲେ, ଆଉ ଜବାହରଲାଲ ନେହେରୁ ଥିଲେ। ତେଣୁକରି ଉତ୍ତର ହବ ଏଇଟା। ଏଇଟା ଖାଲି ପଡିବ ପରୀକ୍ଷାରେ। ପଡିବ ନୁହେଁ, ପଡିଛି। ଯିବ ଲେଖିବ। ଏଇଟା ବି ଲେଖିବ। ଏଇଟା ଇଣ୍ଡୋନେସିଆ ହବ। କେଉଁ ରାଷ୍ଟ୍ର ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କୁ ଭୂମିପୁତ୍ର ଉପାଧିରେ ସମ୍ମାନିତ କରିଛି? ଏଇଟା ଖାଲି ପଡିଛି। ଇଣ୍ଡୋନେସିଆ ହେଲା। କାହାର ବୈଦେଶିକ ନୀତିଟା ହଉଛି କାହାର ମାନସ ସନ୍ତାନ? ଜବାହରଲାଲ ନେହେରୁଙ୍କର। ବୁଝିପାରୁଛୁ ନା? ଖାଲି ପଡିଛି, ଯିବ ଲେଖିବ। ମୁଁ କହିଦେନି ଖାଲି ଯିବ ଲେଖିବ। ପଞ୍ଚଶୀଳଟା ତ ଗ୍ୟାରେଣ୍ଟି ପଡିବ, ସେଥିରେ ଆଉ ସନ୍ଦେହ ନାହିଁ। କାର୍ଗିଲ ଯୁଦ୍ଧ ପଡିବ। 1999 ସାର୍କ ପଡିବ। କେବେ ହେଇଥିଲା? 1985 ହଉଛି ସାର୍କ। କାର୍ଗିଲ ଯୁଦ୍ଧଟା 1999। 1985 ଡିସେମ୍ବର 8। ସେଇଟା ପଡିବ ପରୀକ୍ଷା। ପଡିଛି, ପଡିବ ନୁହେଁ, ପଡିଛି। ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନରେ କେତେ ଜଣ ସଦସ୍ୟ ଅଛନ୍ତି? ପଡିଛି ହେଲା। ଏଟା ଦେଖିବ। ବାନ୍ଦୁଙ୍ଗ ସମ୍ମିଳନୀ ଦେଖିବ।
ମୁଁ ଖାଲି କହିଦେଉଛି ସର୍ଟରେ ତୁମେ ଦେଖିଦେବ। ଏଇଟା ତ ପଡ଼ିଛି, ଯିବ ଲେଖିବ। 1954 ମସିହା ଜୁନ୍ 1 ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ଚୀନର ପ୍ରଧାନମନ୍ତ୍ରୀ ଚାଉ ଏନ୍ লাই ମିଳିତ କେଉଁ ପ୍ରସିଦ୍ଧ ନୀତିର ଘୋଷଣା କରିଥିଲେ? ପଞ୍ଚଶୀଳ। ଚୀନ ଆଉ ଭାରତ ପଞ୍ଚଶୀଳ। ପଡ଼ିଛି, ଯିବ ଲେଖିବ। ଚୀନ ଯେଉଁ ଆକ୍ରମଣ କରିଥିଲା ଭାରତକୁ କେଉଁ ମସିହାରେ ସେଟା ଲେଖିବ। 1962। ଏଇଟା ଉତ୍ତର ଅଛି। ଏଟା ହେଉଛି ସାର୍କରେ କେତେ ଜଣ ସଦସ୍ୟ ସେଟା ଦେଖିବ। ପଡ଼ିଛି ପରୀକ୍ଷାରେ, ଯିବ ଲେଖିବ। ହଁ ଏଇଟା ପଡ଼ିଛି, ଲେଖିବ। ଏଇ ଯେଉଁ ରେଡ୍ କ୍ଲିଫ୍ ଯେଉଁ ଭାରତ ଚୀନ ମଧ୍ୟରେ ଯେଉଁ ବାଉଣ୍ଡାରୀଟା ଅଛି ତାକୁ କ'ଣ କହୁଛନ୍ତି, କି ନାଁ ଦେଇଛନ୍ତି? ଭାରତ ଚାଇନା ଭିତରେ, ଭାରତ ପାକିସ୍ତାନ। ରେକର୍ଡିଂ ହଉ, କିଛି ଅସୁବିଧା ନାହିଁ। କିଏ? ହଁ ବାସୁବେ ପଢ଼ଉଛି। ୟୁଟ୍ୟୁବରେ ମୁଁ ୟୁଟ୍ୟୁବରେ ଛାଡ଼ିଦେବି, ତୁମେ ସବୁ ସେୟାର କରିଦିଅ ଓଡ଼ିଶା ସାରା ସବୁ ଛୁଆ। ଏଇ କୋଶ୍ଚେନ୍ ଗୁଡ଼ା ପଡ଼ିଛି, ସିଧା ଯିବେ ଲେଖିବେ। ଏଇ ଭିଡ଼ିଓଟା ମୁଁ ଛାଡ଼ିଦେବି, ତୁମେ ସବୁ ସେୟାର କରିଦିଅ ଟୋଟାଲି ଆନ୍ଦପୁର ବେଲବାହାଡ଼ି ଯେଉଁ କଲେଜକୁ ଛୁଆ ଶୁଣିଦେବେ, ଯାଇକି ପରୀକ୍ଷାରେ ଲେଖିବେ। ଏଇ କୋଶ୍ଚେନ୍ ଗୁଡ଼ା ପଡ଼ିଛି ଡାଇରେକ୍ଟ। ମୁଁ ପାଇସାରିଲିଣି, ତୁମେ ମୋ ୟୁଟ୍ୟୁବରେ ସବସ୍କ୍ରାଇବ୍ କରିକି ଦେଖ, ସମସ୍ତଙ୍କୁ କହିଦିଅ ସେ ଦେଖିଦିଅ। ହଁ ମନେ ଅଛି ଯେ ମୁଁ ଏଇଟା ପ୍ରୋବାବୁଲ କ୍ୱେଶ୍ଚନ୍ ଦଉଛି। ମୁଁ ଜଣେ ଟିଚର, ପଲିଟିକାଲ ସାଇନ୍ସ ଟିଚର, 2 ବର୍ଷ 3 ବର୍ଷ ହେଲା ପଢ଼େଇଛି। ମୁଁ ପ୍ରୋବାବୁଲ କ୍ୱେଶ୍ଚନ୍ ଦଉଛି, ଯୋଉଟା କହିବି ସେଇଟା ପଡ଼ିବ। ସବୁ ଦେଇଛି, 1 ମାର୍କିଆ, 2 ମାର୍କିଆ, 3 ମାର୍କିଆ, 8 ମାର୍କିଆ ସବୁ ଦେଇଛି। ତୁମେ ୟୁଟ୍ୟୁବ ସବସ୍କ୍ରାଇବ୍ କରିକି ଦେଖ, ଦେଖିଲେ ଜାଣିପାରିବ। ତାପରେ ଏଇଟା ପଡ଼ିବ, ଯେଉଁ କେଉଁ ମସିହାରେ ଭାରତ ତିବ୍ବତ ଉପରେ ଚୀନର ସାର୍ବଭୌମ ଅଧିକାର ସ୍ୱୀକାର କରିଥିଲା? ବୁଝିହେଲା? ବୁଝିପାରିଲ ନା? ଏଇଟା ପଡ଼ିବ 1963 ମସିହାରେ ପାକିସ୍ତାନ ଚୁକ୍ତି ବଳରେ ନିଜ ଦଖଲରେ ଥିବା କାଶ୍ମୀରର ଯେଉଁ ଅଞ୍ଚଳକୁ ଚୀନକୁ ପ୍ରଦାନ କରିଥିଲା ତାହାର ନାମ କ'ଣ? ଅକ୍ସାଇ ଚୀନ। ସେଇଟା ହେଲା, এইটা উত্তর হবে। এইটা পড়িছি, বুঝিପାରିଲ না? ଯୋଉଟା ଦେଇଛି ଇଏ ସେଇଟାକୁ ଇଏ କରିଦେବ। ସିମଲା ରାଜିନାମା, ଏଇଟା ତ ପଢ଼ିକି ଅଛି, ଯିବ ଲେଖିବ ଆଉ, କହିବାରେ କିଛି ନାହିଁ। এইটা ପଢ଼ିଛି, ଏଇଟା ପରୀକ୍ଷାରେ ପଡ଼ିଛି। 300 ଜାଣିଥିବ, ଜାମ୍ମୁ କାଶ୍ମୀରଟା 370 ଧାରାରେ ଥିଲା, ଉଠେଇ ଦେଲେ। ସିଏ ପଚାରିଛି କୋଉ ମସିହାରେ ଉଠା ହେଲା, କେତେ ତାରିଖରେ। ଏଇଟା ପଢ଼ିଛି ପୁରାପୁରି। 2019 ଅକ୍ଟୋବର 5। ଏଠି ତ ଅକ୍ଟୋବର ନାହିଁ, ଅଗଷ୍ଟ 5, 2019 ଅଗଷ୍ଟ 5ରେ ମାନେ ଏ ଯେଉଁ ମୋଦି ସରକାର କରିଛନ୍ତି 370ଟାକୁ ଉଠେଇକି, ସେଇଟା ପଢ଼ିଛି, ଯିବ ଲେଖିବ। ବୁଝିପାରିଲ ନା? ପଞ୍ଚଶୀଳ 2 ମାର୍କିଆରେ ପଞ୍ଚଶୀଳ ପଡ଼ିବ, ବୁଝି ହେଉଛି? ସାର୍କ ପଡ଼ିବ 3 ମାର୍କିଆ, ସାର୍କ ପଞ୍ଚଶୀଳ ଏଇଟା ପଡ଼ିବ। ସେଟା ତ ଆର ବିଷୟଟାରେ, ବୁଝିପାରୁଛ ନା? ଏଟାରେ 3 ମାର୍କିଆ ଯଦି କହିମି କ'ଣ ପଡ଼ିବ ଜାଣିଛ ନା? ହେଉଛି କହିଦେଉଛି। ପଞ୍ଚଶୀଳ ତ ଥୁଆ, ପଞ୍ଚଶୀଳଟା 3 ମାର୍କିଆ ଥୁଆ। ଯିବୁ ସାଙ୍ଗେ ସାଙ୍ଗେ କୋଶ୍ଚେନ୍ ଆଉ ପଢ଼ିବନି, ସବୁ ଉତ୍ତର ଲେଖି ପକେଇବ। ଉତ୍ତର ଲେଖି ପକେଇକି ଲାଷ୍ଟକୁ ଦେଇଦେବ, ଏଇଟା ଏଇ କୋଶ୍ଚେନ୍, ଏଇ ଉତ୍ତର, ଏଇଟା ଏଇ ଉତ୍ତର। ମୁଁ ତ ସେମିତି ପଞ୍ଚଶୀଳଟା ବା ପଡ଼ିଛି, ପଞ୍ଚଶୀଳ ପଡ଼ିଛି ଟୋଟାଲି। ଏଇଟା ନନ୍ ଆଲାଇନମେଣ୍ଟ ମୁଭମେଣ୍ଟ ପୁରା ପଡ଼ିଛି। ମଲ୍ଟିପଲ ଚଏସ୍ ଖାଲି ସେମିତି ଆନ୍ସରଟା ଲେଖିଲେ ମାର୍କ ମିଳିବ ନା, ପୁରା ଗୋଟା ଲେଖିବ, ପୁରା ଧାଡ଼ିଟା। ଆଉ ଯିଏ ମାନେ ଯାହାକୁ କିଛି ନ ଆସୁଛି, ତାର ଟାଇମ୍ ନାହିଁ, ସିଏ ଲେଖିଦେନେ ଶବ୍ଦଟା ହେଇଯିବ। ଯାହାର ଟାଇମ୍ ଅଛି, କିନ୍ତୁ ଯେଉଁମାନେ ପ୍ରକୃତରେ ଭଲ ପିଲା, ସେ ପୁରା ଠିକ୍ ପୂର୍ଣ୍ଣ ବାକ୍ୟରେ ସବୁ ଲେଖିକି ଚଳିବ। ଏଇଟା ମରା ହେଇଛି, ବୁଝିପାରିଲ ନା? ଆଉ ହେଉଛି ପଞ୍ଚଶୀଳ ଗଲା, ଆଉ ହେଉଛି ସାର୍କ ଗଲା। ସାର୍କଟା ଏଇଠି ନାହିଁ କି? ନା, ସାର୍କଟା ଆଉ କୋଉଟାରେ ଅଛି? ଏଇ ବା ସାର୍କ, ଏଇଟା ତ ପଡ଼ିଛି, ଏଇଟା ଯିବ ଲେଖିବ। ଯୋଉ ସାର୍କ ପଡ଼ିଛି, ଯିବ ଲେଖିବ ସିଧା। ଭାରତ ଚାଇନାରେ ପଞ୍ଚଶୀଳଟା ଏଇଠି ଅଛି, ତୁମେ ଦେଖିକି ଲେଖିବ ହେଲା। ଏଇଟା ବୋଧେ ସରିଗଲା। ଏଇଟା ବି ପଡ଼ିବ ପରୀକ୍ଷାରେ, ପଡ଼ିଛି। ଆଉ କେଉଁ ସହରରେ ବସିଥିଲା ହେଉଛି ଯେଉଁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ? ବେଲଗ୍ରେଡ୍। ଉତ୍ତର ହେବ ବେଲଗ୍ରେଡ୍। ଏଇଟା ଦେଖିଦେବ ହେଲା। ତାପରେ ଆମେ ଯିବା ଆନ୍ତର୍ଜାତିକ ଯେଉଁ ଏଇଟା ଯେଉଁ 3 ମାର୍କିଆ, ସିମଲା ରାଜିନାମା,
ଗୋଷ୍ଠୀ ନିରପେକ୍ଷତା, ସାର୍କ, ତାସ୍କେଣ୍ଡ ରାଜିନାମା, ଏଇଟା ତ ପଡ଼ିବ। ସିମଲା ରାଜିନାମା ଏଇଟା ପଡ଼ିଛି ଯିବ ଲେଖିବ, ଆଉ ମାନେ ପଚରା ପଚରି ନାହିଁ। ପଞ୍ଚଶୀଳ ତ ପଡ଼ିଛି, ପଞ୍ଚଶୀଳ, ସିମଲା ରାଜିନାମା, ଗୋଷ୍ଠୀ ନିରପେକ୍ଷ, ତାସ୍କେଣ୍ଡ ଚୁକ୍ତି ଏଇଟା ପଡ଼ିଛି। ହଁ 8 ମାର୍କିଆ 3ଟା କୋଶ୍ଚେନ୍ କହିମି, 4ଟା କୋଶ୍ଚେନ୍ କହିଦେମି ହେଲା। 4ଟା କୋଶ୍ଚେନ୍ କହିଦେମି, ଯିବ ଆଖି ମୁଜିକି ଲେଖିବ, ଲାଷ୍ଟକୁ ଖାଲି ନମ୍ବର ଦେଇଦବ। ମୁଁ ବା କହୁଛି ଗ୍ୟାରେଣ୍ଟି ଦଉଛି 100ରୁ 100 ଗ୍ୟାରେଣ୍ଟି। ପଡ଼ିବ ନୁହେଁ, କହିଦଉଛି। ନାରୀବାଦରୁ ଗୋଟେ କୋଶ୍ଚେନ୍ ହେଲା, ଆଉ ଗୋଟେ ହଉଛି କହିଛି କୋଉଟା, ନା ତୁ ଟିକେ ଚୁପ୍ ରହ। ଆଉ ଗୋଟେ କୋଶ୍ଚେନ୍ କ'ଣ କହିଥିଲି? ରାଷ୍ଟ୍ରସଂଘୀୟ ସଂଘୀୟ ରାଷ୍ଟ୍ରର ଲକ୍ଷଣ ଗୁଡ଼ିକ କ'ଣ କ'ଣ ବର୍ଣ୍ଣନା କର। ସେଠି 6-8ଟା ପଏଣ୍ଟ ହେଲା। ହଁ, ନାରୀବାଦଟା କହିଛି ଗ୍ୟାରେଣ୍ଟି, ଏଟା ପଡ଼ିଛି। ନାରୀବାଦ ଆଉ ସଂଘୀୟ ରାଷ୍ଟ୍ର ବା ରାଷ୍ଟ୍ରସଂଘର ଲକ୍ଷଣ 2ଟା କୋଶ୍ଚେନ୍ ହେଲା। ଆଉ ଗୋଟେ କ'ଣ, ଗୋଟେ ରାଷ୍ଟ୍ର ନିର୍ମାଣରେ ଆହ୍ୱାନ। ଲାଷ୍ଟ ଚ୍ୟାପ୍ଟରରୁ କିଛି ପଡ଼ିବ, ମୁଁ କହିଦେମି। 3ଟା ହେଇଗଲାନି କି ଲକ୍ କୋଶ୍ଚେନ୍? 3ଟା, ଆଉ ଗୋଟେ ମୁଁ 4ଟା ଦେଇଥାଏ ଏକ୍ସଟ୍ରା, 4ଟା ଦେଇଥାଏ। ହଉଛି ନାରୀ ଆନ୍ଦୋଳନ, ଏଇଟା ସଂଘୀୟ ରାଷ୍ଟ୍ର ଲକ୍ କୋଶ୍ଚେନ୍ 8 ମାର୍କିଆ, 8 × 3 24। ଏଇଟା ହଉଛି ସଂଘୀୟ ରାଷ୍ଟ୍ରର ଲକ୍ଷଣ ବର୍ଣ୍ଣନା କର। ରାଷ୍ଟ୍ରର ଲକ୍ଷଣ ଗୁଡ଼ିକ ଏଇଟା ପଡ଼ିଛି। ଲକ୍ଷଣ ଗୁଡ଼ିକ ବର୍ଣ୍ଣନା କର। ଏଟା ଲଙ୍ଗ କୋଶ୍ଚେନ୍, ଏଟା ଗୋଟେ। ଆଉ ନାରୀବାଦ କ'ଣ ଆଉ ନାରୀବାଦରେ କ'ଣ, ସେଇ ଯୋଉ ଇଏଟା ବୈଶିଷ୍ଟ୍ୟ ଗୁଡ଼ିକ ଏଇଟା ବୈଶିଷ୍ଟ୍ୟ ହେଲା। ଏଇଟା ଯୁକ୍ତି, ସପକ୍ଷରେ ଯୁକ୍ତି, ମାନେ ସେଇଟାରୁ ଗୋଟେ କୋଶ୍ଚେନ୍, ସପକ୍ଷରେ ଯୁକ୍ତି। ହଁ ଏଇଟା। ଆଉ 3 ନମ୍ବରଟା କ'ଣ ଗୋଟେ କହିନି, ସଂଘୀୟ ରାଷ୍ଟ୍ର, ନାରୀବାଦ, ଆଉ ଗୋଟେ କ'ଣ କହିଥିଲି, ରାଷ୍ଟ୍ର ନିର୍ମାଣରେ ଆହ୍ୱାନ। ଆଉ ଗୋଟେ କହିମି, 4ଟା କହିଦେମି, 3ଟା ପଡ଼ିଥିବ। ରାଷ୍ଟ୍ର ନିର୍ମାଣ ଆହ୍ୱାନ ଗୁଡ଼ିକ କ'ଣ? ଏଇଟା 3ଟା ପଟେ, ଆଉ ଗୋଟେ କହିଦେମି, ବୁଝିବ। 4ଟା ଦେମି ଅପସନ୍, 4ଟାରୁ ହଉଛି 3ଟା ତମେ ଲେଖିବ। ଆଉ ରହିଥା, ଆଉ ଗୋଟେ କହୁଛି, ଆଉ ଗୋଟେ ଲଙ୍ଗ କୋଶ୍ଚେନ୍ଟା କହିଦିଏ। 3ଟା କହିନି, ଆଉ ଗୋଟେ କହିଦିଏ। ଆଉ ହଉଛି 2 ମାର୍କିଆଟା, ଯୋଉ 2 ମାର୍କିଆଟା ଏଇଟାରୁ ବେଶୀ ପଡ଼ିବ। ଭାରତରେ ସ୍ଥାନୀୟ ଶାସନରୁ 2 ମାର୍କିଆ ବେଶୀ ପଡ଼ିବ, ବୁଝିପାରିଲ ନା? ଲଙ୍ଗ କୋଶ୍ଚେନ୍ ବା। ଏଠି ଦେଖି ଦେଇଥାଏ, ଏଇ ଯୋଉ ଗ୍ରାମ ପଞ୍ଚାୟତର ଗଠନ, ଆୟ, କାର୍ଯ୍ୟବଳୀ। ଏଇଟା ଆଉ ଗୋଟେ କୋଶ୍ଚେନ୍, ଗ୍ରାମ ପଞ୍ଚାୟତର ଗଠନ, ଏଟା 8 ମାର୍କିଆ, ଗଠନ ଆଉ ହଉଛି ଆୟ ଆଉ କାର୍ଯ୍ୟବଳୀ। ଏଇଟା, ଏଇ 4ଟାରୁ 3ଟା ନିଶ୍ଚିନ୍ତ ପଡ଼ିବ ହେଲା। 4ଟା ସାରା ବି ପଡ଼ି ଯାଇପାରେ, ବୁଝିପାରିଲ ନା? 3ଟା କରିବ, 3ଟା କରିବ। এইটাରୁ ବି ପଡ଼ିବ 1 ମାର୍କିଆ 2 ମାର୍କିଆ, ଏଟାରୁ ବି ଗାଦୁ କିନି ପଡ଼ିବ। ଆନ୍ତର୍ଜାତିକ ସଂଗଠନଟା, ବୁଝିପାରିଲ ନା? ହଁ, ଏଇ 4ଟା ଜାଣିପାରିଲ। ଏଇ 4ଟା ଗ୍ୟାରେଣ୍ଟି, ମାନେ ଗ୍ୟାରେଣ୍ଟି, ନାରୀବାଦ ଗ୍ୟାରେଣ୍ଟି, ଗ୍ରାମ ପଞ୍ଚାୟତ ଗଠନ ଗ୍ୟାରେଣ୍ଟି, ଏଟା ବି ଅଛି ତାକୁ ସପୋର୍ଟରେ। ମାନେ ମୁଁ 3ଟା ଦେଇଥାନ୍ତି, 3ରେ 4ଟା ଦେଇଛି, ବୁଝିପାରିଲ ନା? ଲେଖିବ ସିଧା ଯାଇକି। କାଲି ପଡ଼ିବ 1 ମାର୍କିଆ, ନିରାପତ୍ତା ପରିଷଦର ପ୍ରଥମ ଅଧିବେଶନ କୋଉଠି ବସିଥିଲା, ବୁଝିପାରିଲ ନା? କାହାର ଭିଟୋ କ୍ଷମତା ନାହିଁ। ତାପରେ ହଉଛି ଯୋଉ କ'ଣ ତ ମୁଖ୍ୟ କାର୍ଯ୍ୟାଳୟ କୋଉଠି, ମିଳିତ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟ କୋଉଠି,
ଆଉ ହେଉଛି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି କେଉଁ କାର୍ଯ୍ୟାଳୟଟା କେଉଁଠି ଅଛି ୱାସିଂଟନ ଡିସି ହେଲା ବୁଝିପାରିଲ ନା। ଆଉ ଆନ୍ତର୍ଜାତିକ ନ୍ୟାୟାଳୟ କେଉଁଠି ଅଛି ଦି ହେଗ୍ରେ ଅଛି ବୁଝିପାରିଲ। ମିଳିତ ଜାତିସଂଘର ମୂଳ ପ୍ରତିଷ୍ଠା ଏଇଟା 1 ମାର୍କିଆ ପଡ଼ିବ ବୁଝିପାରିଲ। ତାପରେ ଏଇଟା ନିଶ୍ଚିନ୍ତ ପଡ଼ିବ ମିଳିତ ଜାତିସଂଘ ସନ୍ଧାନ ସର୍ବମୋଟ କେତେ ଗୁଡ଼ିଏ ଅଧ୍ୟାୟ କେତେ ଗୁଡ଼ିଏ ଧାରା ଅଛି 19,111। ମିଳିତ ଜାତିସଂଘର ସଦସ୍ୟ ସଂଖ୍ୟା କେତେ ଏଟା ପଡ଼ିବ। ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ରହିଛି କେତେ ଥର। ଜାତିସଂଘ ନିରାପତ୍ତାର ସଦସ୍ୟ ସଂଖ୍ୟା କେତେ 15 ବୁଝିହେଲା ନା। ଆଉ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି କାର୍ଯ୍ୟାଳୟ କେଉଁଠି ଅଛି ୱାସିଂଟନ ଡିସି। କେବେଠାରୁ ମିଳିତ ଜାତିସଂଘ କାର୍ଯ୍ୟକ୍ରମ ହେଲା 1945 ଅକ୍ଟୋବର 2 ଅକ୍ଟୋବର 24 1945। ଏଟା ତ ପଡ଼ିଛି ଯିବ ବିଶ୍ୱ ବ୍ୟାଙ୍କ କେବେ ସୃଷ୍ଟି ହେଇଥିଲା 1945। ପଡ଼ିବ ପୁରା ନିଶ୍ଚିନ୍ତ। ମିଳିତ ଜାତିସଂଘରେ କେତୋଟି ସରକାରୀ ଭାଷା ରହିଛି କେତେଟା ଭାଷାକୁ ସରକାରୀ ଭାଷା କରାଯାଇଛି ମିଳିତ ଜାତିସଂଘରେ ଏଟା ପଡ଼ିବ। 6ଟି ଦେଖିକି ମନେ ରଖିବ ହେଲା। ଆନ୍ତର୍ଜାତିକ ନ୍ୟାୟାଳୟରେ ବିଚାରପତିଙ୍କ ସଂଖ୍ୟା କେତେ ଏଟା ଗଲା ହଁ। ତାପରେ କାଲି 2 ମାର୍କିଆ ଯଦି ପଡ଼ିଲା ଭିଟୋ କ୍ଷମତାର ଅଧିକାରୀ 2 ମାର୍କିଆ ପଡ଼ିବ। ଆଉ ତାପରେ ମାର୍କିଆ 1 ମାର୍କିଆ ବିଶ୍ୱ ବ୍ୟାଙ୍କଟା ଯୋଉ ଲଙ୍ଗ କ୍ୱେଶ୍ଚନ ପଡ଼ିବ ନା ସେଟା ନାହିଁ। ତୁମେ ଲଙ୍ଗ କ୍ୱେଶ୍ଚନ ବା ଏଇ ଚାରଟା ଲଙ୍ଗ କ୍ୱେଶ୍ଚନ ଏଇ ଚାରଟା। ତାପରେ ଏଠିକି ଯିବ ଏଟାରୁ 2 ମାର୍କିଆ ଏଟାରେ 1 ମାର୍କିଆ ପଡ଼ିବ ହେଲା। ଏଇଟା ଖାଲି ପଡ଼ିବ 1 ମାର୍କିଆ ହେଲା। ସମ୍ପ୍ରତି ଆନ୍ତର୍ଜାତିକ ସ୍ତରରେ ଚରମ ଦାରିଦ୍ର୍ୟ କହିଲେ ଆମେରିକା ଡଲାରରେ ଦିନ ପିଛା କେତେ 1.90 ହେଲା। ତାପରେ କେଉଁଟା ପଡ଼ିବ ଏଇଟା ତ ନିଶ୍ଚିତ ପଡ଼ିବ ଏଇଟା ଗ୍ୟାରେଣ୍ଟି ଦେଉଛି। ଏଇ ଯେଉଁ କ'ଣ କହନି 1968ରେ ସ୍ୱାକ୍ଷରିତ ଅଣୁଚୁକ୍ତିକୁ କ'ଣ କୁହାଯାଏ NPT ନନ୍ ନ୍ୟୁକ୍ଲିୟର ପ୍ରୋଲିଫରେସନ୍ ଟ୍ରିଟି ଅଣୁ ଅପସାରଣ ଚୁକ୍ତି। ଏଟା ପଡ଼ିଛି ଯିବ ପରୀକ୍ଷାରେ ଲେଖିବ ସିଧା ପଡ଼ିଛି ସିଧା। ଛାୟାଯୁଦ୍ଧ ପଡ଼ିଛି ଯିବ। କେଉଁ ମସିହାରେ SALT I ହେଇଥିଲା ପଡ଼ିଛି। ପରମାଣୁ ଯୁଗ କେବେ ଆରମ୍ଭ ହେଲା ବୁଝିପାରିଲ ନା। ଲିଗ୍ ଅଫ୍ ନେସନ୍ କେବେ ହେଇଥିଲା। ତାପରେ ଭର୍ସାଇ ସନ୍ଧିରେ କିଏ ଇଏ କରିଥିଲେ ଶୀତଳ ଯୁଦ୍ଧ। ତାପରେ ଏଇଟା ବି NPT ଦେଖିଦେବ। ମୁଁ ରିଡ଼ିଂ କରିଦେଉଛି ମନେ ରଖିବ ହେଲା। ସେ ପଚାରୁଛି କେଉଁ ମସିହାରେ SALT I ସ୍ୱାକ୍ଷରିତ ହେଇଥିଲା 1972। ତାପରେ ପରମାଣୁ ଯୁଗ କେବେଠାରୁ ଆରମ୍ଭ ହେଲା 1945। ସିଧାସଳଖ ଯୁଦ୍ଧ ନକରି ଅନ୍ୟ କାମରେ କରାଯାଉଥିବା ଯୁଦ୍ଧ କି ଯୁଦ୍ଧ କୁହାଯାଉଛି ଛାୟାଯୁଦ୍ଧ। 2 ରାଷ୍ଟ୍ର ବା ରାଷ୍ଟ୍ରଗୋଷ୍ଠୀ ମଧ୍ୟରେ ପ୍ରତ୍ୟକ୍ଷ ଯୁଦ୍ଧ ନ ହୋଇ ଯୁଦ୍ଧ ଭଳି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ କ'ଣ କୁହାଯାଏ ଶୀତଳ ଯୁଦ୍ଧ ବୁଝିହେଲା। ପଡ଼ିଛି ପରୀକ୍ଷାରେ ବୁଝିହେଲା ନା। ଆଉ ହେଉଛି 1919ରେ ସ୍ୱାକ୍ଷରିତ ଭର୍ସାଇ ଚୁକ୍ତି କେଉଁ ରାଷ୍ଟ୍ରକୁ ଫଳପ୍ରଦ ଭାବେ ନିରସ୍ତ୍ର କରିଥିଲା ଜର୍ମାନୀ। ତାପରେ ରାଷ୍ଟ୍ରମଣ୍ଡଳ ବା ଲିଗ୍ ଅଫ୍ ନେସନ୍ କେବେ ପ୍ରତିଷ୍ଠା କରାହେଲା 1919। ଏଇଟା ଗ୍ୟାରେଣ୍ଟି କ୍ୱେଶ୍ଚନ ମନେ ରଖିଥା ପୁରା ଗ୍ୟାରେଣ୍ଟି ଯେଉଁଟା ଦେଇଛି ସେଇଟାକୁ ବେଶୀ ଫୋକସ୍ କରିବ। ଲିଗ୍ ଅଫ୍ ନେସନ୍ ଆଉ ଯେଉଁଟା ହେଉଛି ଯେଉଁ କ'ଣ ତ UNO ମିଳିତ ଜାତିସଂଘ କେବେ ହେଇଥିଲା ସେଇଟାକ ପୁରା ଗ୍ୟାରେଣ୍ଟି ସର୍ଟ କ୍ୱେଶ୍ଚନ ପଡ଼ିବ। ଗ୍ୟାରେଣ୍ଟି ସର୍ଟ କ୍ୱେଶ୍ଚନ এইটা ବି ଦେଖିଦେବ। SALT IIଟା ଆଫଗାନିସ୍ତାନରେ ସୋଭିଏତ ରୁଷିଆର ହସ୍ତକ୍ଷେପ ଯୋଗୁଁ କେଉଁ ନିରସ୍ତ୍ରୀକରଣ ଚୁକ୍ତି ଅକାମୀ ହେଇଥିଲା SALT II। START ଏଇଟା ବି ଦେଖିବ ଇମ୍ପୋର୍ଟାଣ୍ଟ ଅଛି। CTBT ବି ଇମ୍ପୋର୍ଟାଣ୍ଟ ଅଛି। CTBT 1996 ମସିହା ସେପ୍ଟେମ୍ବର 10 ତାରିଖରେ CTBT ହେଇଥିଲା ମାନେ କମ୍ପ୍ରିହେନ୍ସିଭ୍ ଟେଷ୍ଟ ବ୍ୟାନ୍ TT ତା ଇଏଟା ହେଲା ଏତିକି ଦେଖିବ। ତାପରେ ଏଇଟା ତ ସେଇ 1 ମାର୍କିଆ ସେଇଟାକୁ ପଡ଼ିବ। ତାପରେ ପରିବେଶ ପ୍ରାକୃତିକ ଇଏ ଏଇଠି ପଡ଼ିବ 1 ମାର୍କିଆ ଏଟା ଲଙ୍ଗ କ୍ୱେଶ୍ଚନ କ'ଣ ଅଛି ଏଇଟା 1 ମାର୍କିଆ ପଡ଼ିବ। ଏଠାରେ ଯଦି ପଡ଼େ ଏଠାରେ କେଉଁଟା ପଡ଼ିବ ଏଇଠି ସାର୍ ଗୋଟେ ଲଙ୍ଗ କ୍ୱେଶ୍ଚନ ପଡ଼ିବ। ଏଇଟା ଓଜନ ସ୍ତରରୁ ଆମକୁ କେଉଁ କ୍ଷତିକାରକ ରଶ୍ମିରୁ ସୁରକ୍ଷା କରେ ଅତିବାଇଗଣୀ ରଶ୍ମି ହେଲା। ଏଇଟା ଅମ୍ଳ ବର୍ଷାଟା ଇମ୍ପୋର୍ଟାଣ୍ଟ ଅଛି ଦେଖିଦେବ। ସଲଫର ଡାଇଅକ୍ସାଇଡ୍ ନାଇଟ୍ରୋଜେନ ଅକ୍ସାଇଡ୍ ଅଧିକ ପରିମାଣରେ ବାୟୁମଣ୍ଡଳରେ ମିଶିଲେ କି ପ୍ରକାର ପ୍ରଭାବ ଦେଖିଛ ଅମ୍ଳ ବର୍ଷା ହୁଏ। ଏଇଟା ପଡ଼ିଛି। ତାପରେ ହେଉଛି ଏଇଟା ବି କେଉଁ ମସିହାରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆନ୍ତଃ ସରକାର ସ୍ତରୀୟ ବିଶାରଦ 1998।
ଏତିକି। ଆଉ ଯଦି ପଡ଼େ ଅନା ଅମ୍ଳ ବର୍ଷା, ଓଜନ ସ୍ତର ହ୍ରାସ ଆଉ ସବୁଜ ଗୃହ ବିପ୍ଳବ। ସରିଗଲା 80 ମାର୍କ। ବୁଝିଗଲା? ଗୋଟେ ଲଙ୍ଗ କୋଶ୍ଚେନ୍ ପଡିବ। ଲଙ୍ଗ କୋଶ୍ଚେନ୍ ଇଏ ମାନେ କହିବା question କଥା ଏଇଟା ନୁହେଁ, ପାଠକୁ ଲେଖିପାରିବ। ଅବହେଳା କରିକି ଏଟାରେ ଲଙ୍ଗ କୋଶ୍ଚେନ୍ ନାହିଁ, ଏଟାରେ ପଡ଼ିବନି। ଆମର ବା 4ଟା ଲଙ୍ଗ କୋଶ୍ଚେନ୍ ହେଇଗଲାଣି। ଆଜ୍ଞା 8ଟା ନା 9ଟା ପଡ଼ିବ, 3ଟା କରିବ। ହୁଁ। ଏଇ ହେଉଛି ସଂଘୀୟ ରାଷ୍ଟ୍ରର ଲକ୍ଷଣ, ନାରୀବାଦ, ବୈଶିଷ୍ଟ୍ୟ, ଗ୍ରାମ ପଞ୍ଚାୟତର ଗଠନ, ଆୟ। ଷ୍ଟପ୍।